ଏବଂ ଆଜିର ଆମର ଏଇ ସଂଯୋଗର 177ତମ ଆଭାସୀ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ନିଶ୍ଚିତ ଭାବରେ ଆଜିର ଏକ ବିଶେଷ କାର୍ଯ୍ୟକ୍ରମ ଆମରି ଏଇ ସଂଯୋଗର ଆମର ସଦସ୍ୟ ମାନଙ୍କଠୁ ଆମେ ତାଙ୍କର ଜୀବନର ଅଭୁଲା ସ୍ମୃତି ବାବଦରେ ଶୁଣିବା ଏବଂ ତାଙ୍କରି ଆଦର୍ଶରେ ଆମେ ଅନୁପ୍ରାଣିତ ହେବା। ଯାହା ବି ତାଙ୍କର ଅଭୁଲା ସ୍ମୃତି ଥିବ ଶୁଣିବା, ଜାଣିବା ଏବଂ ଯାହା ଶିଖିବାର ଥିବା ଶିଖିବା। ଆଜି ଆମ ସାଙ୍ଗରେ ଅଛନ୍ତି ତାଙ୍କର ଅଭୁଲା ସ୍ମୃତି କହିବା ପାଇଁ ଭଉଣୀ କମଳ କୁମାରୀ ଦାସ, ଭାଇ ଉମାକାନ୍ତ କର, ଭାଇ ଭାରତୀ ଭୂଷଣ ପଟ୍ଟନାୟକ, ଭାଇ ମନୋରଞ୍ଜନ ମିଶ୍ର, ଭାଇ କୈଳାସ ଚନ୍ଦ୍ର ମହାପାତ୍ର ଏବଂ ଆଜିର এই କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଅଛନ୍ତି ଆମର ସଞ୍ଚାଳିକା ଭଉଣୀ ଜସ୍ମିତା ଦାସ ଏବଂ ଶେଷରେ ସମାପନ କରିବେ ବା କୃତଜ୍ଞତା ଜ୍ଞାପନ କରିବେ ଭାଇ ଗୋପାଳ ବିଷୋଇ ମହୋଦୟ। ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆଜିର କାର୍ଯ୍ୟକ୍ରମ ଆସନ୍ତୁ ଆମେ ଆରମ୍ଭ କରିବା। ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିବା ପାଇଁ ଆମର ସଞ୍ଚାଳିକା ଭଉଣୀ ଜସ୍ମିତା ଦାସଙ୍କୁ ମୁଁ ଅନୁରୋଧ କରିବି ସେ କାର୍ଯ୍ୟକ୍ରମଟା ହାତକୁ ନେବେ। ଭଉଣୀ ଜସ୍ମିତା ଦାସ, ବର୍ତ୍ତମାନ ମଞ୍ଚଟି ଆପଣଙ୍କର। ଧନ୍ୟବାଦ ବିଭୂତି ଭାଇ। ଜୟ ଜଗନ୍ନାଥ। ଉପସ୍ଥିତ ଜୟ ସମସ୍ତ ଜଗନ୍ନାଥ। ଶ୍ରୋତା ଭାଇ ଭଉଣୀ ମାନଙ୍କୁ ମୋର ସଭକ୍ତି ପ୍ରଣାମ। ଆଜିର ଏହି 177ତମ ଆଭାସୀ କାର୍ଯ୍ୟକ୍ରମକୁ ଆପଣ ମାନଙ୍କୁ ସ୍ୱାଗତ କରୁଛି। ହେଲେ କାର୍ଯ୍ୟକ୍ରମକୁ ଆରମ୍ଭ କରିବା ପୂର୍ବରୁ ସଂଯୋଗ ବିଷୟରେ ଦୁଇ ପଦ କହିବି। ସଂଯୋଗ ବରିଷ୍ଠ ନାଗରିକ ମାନଙ୍କର ଏକ ସଂଗୋଷ୍ଠୀ ଯାହା 23 ଅକ୍ଟୋବର 2020ରେ ଡକ୍ଟର ହରପ୍ରସନ୍ନ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ମାନବ ଅଧ୍ୟୟନ କେନ୍ଦ୍ର ଓ ତାହାର ସହଯୋଗୀ ସଂସ୍ଥା ହ୍ୟୁମାନ ପୋଟେନ୍ସିଆଲ ଡେଭଲପମେଣ୍ଟ ଟ୍ରଷ୍ଟରୁ ଜନ୍ମିତ। ଏହି ସଂସ୍ଥା ଗୁଡ଼ିକର ମୂଳ ଉଦ୍ଦେଶ୍ୟ ହେଲା ମନୁଷ୍ୟ ଜୀବନର ମାନବିକତାର ବିକାଶ, ଗରିବ ଓ ନିମ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ଉତ୍ତମ ମଣିଷ ରୂପେ ଗଢିବା ଓ ସେମାନଙ୍କ ବ୍ୟକ୍ତିତ୍ୱ ବିକାଶର ସହାୟତା କରିବା ଓ ଆହୁରି ଅନେକ କିଛି। ମୁଁ ଏଠି ସୂଚାଇ ଦେବାକୁ ଚାହେଁ ଯେ ହ୍ୟୁମାନ ପୋଟେନ୍ସିଆଲ ଡେଭଲପମେଣ୍ଟ ଟ୍ରଷ୍ଟ ଅନ୍ତର୍ଗତ ବ୍ୟକ୍ତିତ୍ୱ ବିକାଶ ଟ୍ରେନିଂ ପ୍ରୋଗ୍ରାମ ଓ ଦକ୍ଷତା ବିକାଶ ଟ୍ରେନିଂ ପ୍ରୋଗ୍ରାମ ମାଧ୍ୟମରେ ବସ୍ତି ଓ ଆଶ୍ରମରେ ବସବାସ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ବ୍ୟକ୍ତିତ୍ୱ ବିକାଶ କରାଇବା, କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରାଇବା ଓ ତାଙ୍କ ଭିତରେ ଲୁଚି ରହିଥିବା ପ୍ରତିଭା ଓ ସାମର୍ଥ୍ୟକୁ ଲୋକଲୋଚନକୁ ଆଣିବା ଇତ୍ୟାଦି କାର୍ଯ୍ୟ ସଫଳତାର ସହିତ କରାଯାଇଥାଏ। ଏହି ସଂସ୍ଥା ମାନଙ୍କ ଦ୍ୱାରା ଏ ପର୍ଯ୍ୟନ୍ତ 1800ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପକୃତ ହୋଇପାରିଛନ୍ତି। ସେହିପରି ସଂଯୋଗର ମୂଳ ଲକ୍ଷ୍ୟ ହେଲା ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରେ ଏକ ନିବିଡ଼ ସମ୍ପର୍କ ସୃଷ୍ଟି କରିବା, ଜୀବନର ମୂଲ୍ୟବୋଧକୁ ନେଇ ମନ୍ତବ୍ୟ ଦେବା କରିବା ସଙ୍ଗେ ସଙ୍ଗେ ପରସ୍ପର ମଧ୍ୟରେ ଜ୍ଞାନ ଆଦାନ ପ୍ରଦାନ କରିବା ଇତ୍ୟାଦି ଇତ୍ୟାଦି। ଏହା ବ୍ୟତୀତ ହ୍ୟୁମାନ ପୋଟେନ୍ସିଆଲ ଡେଭଲପମେଣ୍ଟ ଟ୍ରଷ୍ଟ ଆନୁକୂଲ୍ୟରେ ସଂଯୋଗ ତରଫରୁ ୱେବିନାର ମାଧ୍ୟମରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରିବା। ଏଟା ଡିଷ୍ଟର୍ବ ହଉଛି। ଆପଣ ମାନେ ସମସ୍ତେ ଜାଣନ୍ତି ଯେ ସଂଯୋଗ ଗୋଟେ ଗ୍ରୁପ ଯାହାକି ଗୁଣୀ, ଜ୍ଞାନୀ, ଅଭିଜ୍ଞ ଓ ପ୍ରତିଭା ସମ୍ପନ୍ନ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଗଠିତ। ତେବେ ନିକଟ ଅତୀତରେ ଆମ ସହିତ ଆଉ 5 ଜଣ ଗୁଣୀ, ଜ୍ଞାନୀ ଓ ପ୍ରତିଭାବାନ ବ୍ୟକ୍ତିତ୍ୱ ଯୋଡି ହୋଇଛନ୍ତି। ତେବେ ସଂଯୋଗର ନବାଗତ ସଭ୍ୟମାନଙ୍କ ପରିଚୟ ସହିତ କିଛି ଅଭୁଲା ସ୍ମୃତି ସମ୍ବନ୍ଧରେ ଅବଗତ ହେବା ସଂଯୋଗର ଏକ ପରମ୍ପରା ରହିଛି। ଏହି ପରମ୍ପରାର ଲକ୍ଷ୍ୟ ସାଧନ ଉଦ୍ଦେଶ୍ୟରେ ଆଜି ୱେବିନାର ମାଧ୍ୟମରେ ଆମେ ଏକାଠି ହୋଇଛେ। ତେବେ ଏହି 5 ଜଣ ପ୍ରତିଭାଶାଳୀ ବ୍ୟକ୍ତିତ୍ୱ ହେଲେ ଶ୍ରୀ ମନୋରଞ୍ଜନ ମିଶ୍ର, ପ୍ରଫେସର କମଳା କୁମାରୀ ଦାସ, ଶ୍ରୀ ଉମାକାନ୍ତ କର, ଶ୍ରୀ ଭାରତୀ ଭୂଷଣ ପଟ୍ଟନାୟକ ଓ ଶ୍ରୀ କୈଳାସ ଚନ୍ଦ୍ର ମହାପାତ୍ର। ଆଜି ହେଉଛି ମୋ ଜୀବନର ଅଭୁଲା ସ୍ମୃତିର 27ତମ ଆଭାସୀ କାର୍ଯ୍ୟକ୍ରମ। ମୁଁ ଜଣ ଜଣ କରି 5 ଜଣଙ୍କୁ ମଞ୍ଚ ଉପରକୁ ଆମନ୍ତ୍ରଣ କରିବା ପୂର୍ବରୁ ସଂଯୋଗର ନିୟମାବଳୀ ବିଷୟରେ ଦୁଇ ପଦ କହିବି। ଦୟାକରି ଆପଣ ମାନେ ନିଜ ନିଜର ଅଡିଓ ଓ ଭିଡିଓ ବନ୍ଦ ରଖିବେ। କେବଳ କହିବା ସମୟରେ ଅଡିଓ ଓ ଭିଡିଓ ଅନ୍ କରି କହିବେ। ତେବେ ଆଉ ବିଳମ୍ବ ନ କରି ଆମେ ସିଧାସଳଖ କାର୍ଯ୍ୟକ୍ରମକୁ ଆଗେଇ ନବା। ମୁଁ ବର୍ତ୍ତମାନ ଜଣ ଜଣ କରି ନବାଗତ ସଭ୍ୟଙ୍କୁ ଆମନ୍ତ୍ରଣ କରିବି। ପ୍ରତ୍ୟେକ 2 ମିନିଟ ସମୟ ସୀମା ମଧ୍ୟରେ ତାଙ୍କ ଆତ୍ମପରିଚୟ ପ୍ରଦାନ କରିବେ, ଯେଉଁଥିରେ କି କେବଳ ନିଜ ନାଁ, ବର୍ତ୍ତମାନର ସଂକ୍ଷିପ୍ତ ଠିକଣା
କଣ କରୁଥିଲେ, ଏବେ କଣ କରୁଛନ୍ତି, ନିଜର ପରିବାର, ରୁଚି ଉଲ୍ଲେଖ ରହିବ। ତା ପରବର୍ତ୍ତୀ 10 ମିନିଟ ନିଜ ଅଭୁଲା ସ୍ମୃତି ବିଷୟରେ କହିବେ। ଯେହେତୁ ସଂଯୋଗ ପରିବାର ସମୟକୁ ସମ୍ମାନ ଦିଏ, ତେଣୁ ସମସ୍ତ ବକ୍ତାମାନଙ୍କୁ ମୋର ବିନୀତ ଅନୁରୋଧ, ଦୟାକରି ନିର୍ଦ୍ଧାରିତ ସମୟ ସୀମା ଅର୍ଥାତ୍ ସର୍ବମୋଟ 12 ମିନିଟ ଭିତରେ ନିଜର ବକ୍ତବ୍ୟ ଶେଷ କରିବେ। ତେବେ ଆସନ୍ତୁ, ମୁଁ ପ୍ରଥମେ ଆମନ୍ତ୍ରଣ କରିବି ଶ୍ରୀ ମନୋରଞ୍ଜନ ମିଶ୍ର ମହୋଦୟଙ୍କୁ। ଆପଣ ନିଜ ପରିଚୟ ପ୍ରଦାନ କରି ଆପଣଙ୍କ ଅଭୁଲା ସ୍ମୃତି ବିଷୟରେ ଶ୍ରୋତାମାନଙ୍କୁ ଅବଗତ କରାନ୍ତୁ। ଶ୍ରୀ ମନୋରଞ୍ଜନ ମିଶ୍ର ମହୋଦୟ। ଆଜ୍ଞା, ହ୍ୟାଲୋ। ଆଜ୍ଞା ଆପଣ ଆଜ୍ଞା, ମ୍ୟୁଟ ଅଛନ୍ତି। ନାଇଁ ମୁଁ ତ ମନୋରଞ୍ଜନ ନାହିଁ। ଭାଇ ମ୍ୟୁଟ ଅଛନ୍ତି, ଅନମ୍ୟୁଟ କରନ୍ତୁ। ଆଚ୍ଛା ଆଚ୍ଛା, ଆଜ୍ଞା। ଏବେ ହେଲା ସୁବିଲା? ଏବେ ସୁବିଲା? ହଁ ଆଜ୍ଞା ହଁ ଆଜ୍ଞା। ହଁ। ଆଜ୍ଞା ଆଜ୍ଞା ନମସ୍କାର। ହଁ। ଯେ ସଂଯୋଗ ପରିବାରର ଭାଇ ଭଉଣୀ ମାନଙ୍କୁ ମୋର ସାଦର ନମସ୍କାର। ମୁଁ ମନୋରଞ୍ଜନ ମିଶ୍ର। ମୁଁ ଗୋଟେ ପୁରା ନିପଟ ମଫସଲ ଗାଁରୁ ଆସିଛି। ମୋର ଗାଁ ନାଁଟା ହଉଛି ତଳକୁସୁମା, ଯେଟା ହଉଛି କେନ୍ଦ୍ରାପଡ଼ା ଡିଷ୍ଟ୍ରିକ୍ଟର ଗରଦପୁର ପୋଲିସ ଷ୍ଟେସନ ଅଣ୍ଡରରେ। ଆଚ୍ଛା, ମୁଁ ରେଭେନ୍ସାରୁ ବିଏସସି ପରେ MIT ମାଡ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଯୋଉଠୁ ଆମର ଅବଦୁଲ କାଲାମ ବି ପାସ୍ କରିଛନ୍ତି, ସେଠୁ ବିଟେକ୍ କଲା ପରେ ଜଏନ୍ କରିଥିଲି ପ୍ରଥମେ ହିନ୍ଦ୍ ମୋଟରରେ। ସେଠୁ ଆସିଲି, ସେଠି ମତେ ଲାଗିଲା ଯେମିତି ଏଇଟା ମାନେ ଗୋଟେ ବାହାର ଜାଗା, କିନ୍ତୁ ମତେ କାହିଁ ଏତେଟା ଭଲ କିଛି ଫିଲ୍ କଲିନି। ବର୍ଷଟା ରହିଲି, ପୁଣି ପ୍ରାଇଭେଟ କମ୍ପାନୀ, ସେଠୁ ଚାକିରି ଛାଡିକିରି ଆସିଲି ONGC ରେ ଜଏନ୍ କଲି ଆସାମରେ। ଭାବିଲି ବୋଧେ ଏଠି କିଛି ମତେ ମାନେ ଖୁସି ଦେଲା ଭଳିଆ ଜିନିଷ ମିଳିବ, କିନ୍ତୁ କାହିଁ ସେଠି ବି କିଛି ପାଇଲେନି। ସେଠି ସେତେବେଳେ ଚାଲିଥିଲା ଯୋଉ ଆସୁ ତାଙ୍କର ଯୋଉ ଅର୍ଗାନାଇଜେସନ, କ୍ଲିୟର ଶୁଭୁଛି? ହ୍ୟାଲୋ, ଶୁଭୁଛି? ଆଜ୍ଞା ଆଜ୍ଞା ହଁ ଟିକେ ଶୁଭୁଛି ହଁ ଶୁଭୁଛି। ଶୁଭୁଛି ଆଜ୍ଞା। ଶୁଭୁଛି, କିଛି ଅସୁବିଧା ନାହିଁ, ଶୁଭୁଛି। ବିଶୁ ଭାଇ, ଯେ ONGC ରେ ଜଏନ୍ କଲା ପରେ ଫିଲ୍ କଲି ଯେ ସେଠିକାର ଲୋକାଲାଇଟ୍ସ ମାନେ ସେମାନେ ଭାବନ୍ତି ଯେ ଇଏ ଯିଏ ଆସିଲେ ଇଏ ହଉଛନ୍ତି ଆମ ଏଗେନଷ୍ଟରେ ଆସିଛନ୍ତି, ଆମ ଚାକିରି ଜଗ ସବୁ ନେଇଯାଇଛନ୍ତି, ଏଇ ଟାଇପ ର ଫିଲିଂ ଟା ତାଙ୍କର ଥିଲା। ଆଉ ସେମାନେ ଭାବୁଥିଲେ ଆମେ ଓଡିଆ ତ ଲୋକ ନୁହେଁ, ଆମେ ବଙ୍ଗାଳୀ ବୋଲି। ତେଣୁ ସେଠି କିଛି ଦିନ ରହିଲା ପରେ ମୁଁ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଆସି ଜଏନ୍ କଲି। ସେଠି ଭାବିଲି ବୋଧେ ଏଇଟା ଓଡିଶା ବୋଲି, କିନ୍ତୁ ଦେଖିଲା ବେଳକୁ ସେଠି ବେଙ୍ଗଲୀ ଆଉ ବାହାର ଲୋକଙ୍କର ବହୁତ ସେଠି ମାନେ କାଟ ଛାଟ ଅଛି। ମୁଁ କିନ୍ତୁ ସେଠି ଆଉ ସେଟା ଓଡିଶା ବୋଲି କାହିଁ ମତେ କିଛି ଲାଗିଲାନି। ତାପରେ ଷ୍ଟେଟ ଗଭର୍ଣମେଣ୍ଟକୁ ଆସିଲି 85ରେ। ମୁଁ ରିଟାୟାର୍ଡ କଲି 2019ରେ ଆଜ୍ ଆଡିସନାଲ କମିଶନର ଟ୍ରାନ୍ସପୋର୍ଟ। ଆଉ ଏତିକି ମୋର ପରିଚୟ। ମୋର ମୋ ମିସେସ୍ ନାହାନ୍ତି, କିନ୍ତୁ ମତେ ଦିଟା ରତ୍ନ ଦେଇ ଯାଇଛନ୍ତି। ମୋର ଗୋଟେ ଝିଅ, ଗୋଟେ ପୁଅ। ଝିଅଟି ପାର୍ଡନ, ଝିଅଟି ଝିଅ ମୋର ରଞ୍ଜିତ ଭାଇ ଆପଣଙ୍କର ମାଇକ୍ ଟା ମ୍ୟୁଟ କରନ୍ତୁ, ସେଠୁ ସାଉଣ୍ଡ ଆସୁଛି। ଝିଅ ଝିଅ ଜୋଇଁ ଦି ଜଣ ଯାକ ଆମେରିକାରେ ଅଛନ୍ତି। ଝିଅ ଅଛି ଡେଲରେ, ସଫ୍ଟୱେର କମ୍ପାନୀରେ ଦି ଜଣ ଯାକ ଅଛନ୍ତି। ଆଉ ଜୋଇଁ ଅଛନ୍ତି TCS ରେ। ଆଉ ମୋର ପୁଅ ବୋହୂ ଇଏ ବାଙ୍ଗାଲୋରରେ ଅଛନ୍ତି। ପୁଅ ଅଛି ଡେଲରେ, ଝିଅ ବୋହୂ ଅଛି ଆଉ ଗୋଟେ ସଫ୍ଟୱେର କମ୍ପାନୀରେ। ଏତିକି ମୋର ଇଏ। ଆଉ ମୁଁ ଗୋଟେ ନିପଟ ଗାଁରୁ ଆସିଛି, ଯୋଉଠି କି ମାନେ କଟକ ଆସିବାକୁ ହେଲେ ଦିଟା ନଈ ଗୋଟାଏ ନାଳ ପାର ହେଇକିରି ଆସିବାକୁ ପଡେ। ଆଉ ମୋର ଅନୁଭୂତି ବିଷୟରେ ଯଦି କିଛି କହିବା ପାଇଁ କୁହାହେଇଛି, ଆଚ୍ଛା ମୁଁ ପ୍ରଥମରୁ ଆରମ୍ଭ କରୁଛି। ମୁଁ ସେଇ ଯୋଉ ଗାଁ ସ୍କୁଲରୁ ପାସ୍ କରିଛି। ସେଠି ଆସିଲା ପରେ ରେଭେନ୍ସା କଲେଜରେ
ଯେତେବେଳେ ନାଁ ଲେଖେଇଲି ରେଭେନ୍ସା ଭିତରେ ପଶିଲା ବେଳକୁ ମତେ ମାନେ କୁଆଡେ ଆଦି ଅନ୍ତ ମୁଁ କିଛି ପାଇଲିନି। ଆଚ୍ଛା ଆମକୁ ଗୋଟେ ଧରି ଦିଆ ହେଇଥିଲା ଟାଇମ ଟେବୁଲ, ସେଟା ବୋଧେ 2.5 ଫୁଟରେ 2.5 ଫୁଟ ହବ। ତା ଦେହରେ ସବୁ ମାନେ ସାଇନ୍ସ, ଆର୍ଟସ, କମର୍ସ ଆଉ ଆଇଏସସି ମାନେ ଗ୍ରାଜୁଏସନ, MSc ସମସ୍ତଙ୍କର ତା ଦେହରେ ଅଛି। ତା ଦେହରୁ ଖୋଜିକିରି ବାହାର କରିବା ଗୋଟେ ଗୋଟେ ଯେମିତି ଗୋଟେ ବିଜ୍ଞାନର ଗୋଟେ ବିରାଟ ବଡ ପ୍ରଶ୍ନ ପତ୍ର ପାଇଲା ଭଳିଆ ଲାଗିଲା। ତା ଦେହରୁ କିଛି ଆମେ ବୁଝିପାରିଲୁନି। ଏନିୱେ ତାକୁ ଆଉ ଗାଁରୁ ଯେତେବେଳେ ଆସୁଛୁ ଡର ଆସୁଛି ଯେ ISC ରେ କଣ ହବ କଣ ନାହିଁ। ଏନିୱେ ସେଠି ISC ରେ ଫାର୍ଷ୍ଟ ଡିଭିଜନ ପାଇକିରି ମୁଁ BSc ସେଇଠି ପଢିଲି। ଏଇଟା ମୋର ଘଟଣା ମୁଁ କହୁଛି 1978 78 ମସିହାର କାହାଣୀ। ମୁଁ ନିପଟ ନାସ୍ତିକ ଥିଲି, ସମ୍ପୂର୍ଣ୍ଣ ନାସ୍ତିକ ଥିଲି। ମୁଁ ବିଶ୍ୱାସ କିଛି କରେନି। ମୁଁ ମାନେ ଠାକୁରଙ୍କୁ ଗଲେ ମଧ୍ୟ ନମସ୍କାର ନାହିଁ। ମୁଁ ମୋର ସହିତ ଏତେଟା ନଥାଏ, ଭକ୍ତି ଭାବ ନଥିଲା। 78 ମସିହାରେ ମୋର BSc ଫିଜିକ୍ସ ଅନର୍ସ ଥିଲା। ରେଜଲ୍ଟ ପରୀକ୍ଷା ଦେଇକିରି ଆସିଲୁ। ସେତେବେଳେ ଆମେ 3-4 ଜଣ ଗୋଟେ ଆପଣ ଜାଣିଥିବେ ଡକ୍ଟର ଇଏ ବେହେରା, ଯୋଉ ENT ର ପ୍ରଫେସର ଯିଏ ଥିଲେ ଗଙ୍ଗାଧର ବେହେରାଙ୍କ ଘରେ ଆମେ ପଢୁଥିଲୁ। ତାଙ୍କ ପୁଅ ମୋର କ୍ଲାସମେଟ୍ ଥିଲା। ସେଇଠି ପଢୁଥିଲୁ 4 ଜଣ। ପରୀକ୍ଷା ଦେଇକିରି ଆସିଲି। ତାପରେ ପରୀକ୍ଷା ରେଜଲ୍ଟ ବାହାରିଲା ଦିନ ଯାଇକି ଦେଖିଲା ବେଳକୁ ଆମର 4 ଜଣ ଭିତରୁ 2 ଜଣଙ୍କର ଫାର୍ଷ୍ଟ କ୍ଲାସ୍ ହେଇଛି, ଜଣଙ୍କର ସେକେଣ୍ଡ ଡିଭିଜନ ହେଇଛି, ମୋର ନାଁ ନାହିଁ। ଏଟା ଦେଖିଲା ପରେ ମୁଁ ଏକଦମ ମାନେ ଯୋଉଟାକ ଗାଁରୁ ଯୋଉ ଡର ନେଇକିରି ଆସୁଥିଲୁ ଯେ କଲେଜରେ ଭଲ କରିପାରିବୁନି, ସେଇଟା କଣ ପ୍ରତିଫଳିତ ହେଲା? ମୁଁ ତ କିଛି ଜାଣିପାରିଲିନି କଣ କଣ କରିବି କଣ ନାହିଁ। ମତେ ମୋର ଯେ ସାଙ୍ଗ ସୁବ୍ରତ ବେହେରା, ସିଏ ମତେ ସାଙ୍ଗ ହେଇକି ତାଙ୍କୁ ଧରିକିରି ଆସିଲା। ଘରେ ମୁଁ ରହିଲି। ଆଉ ମତେ ଶୋଇବାକୁ ଗଲେ ମତେ ନିଦ ଲାଗିଲାନି। ମୁଁ ପୁରା ବ୍ୟସ୍ତ ବିବ୍ରତ ହେଇଗଲି। ମାନେ କଣ କରିବି, କଣ ହେଲା ଏଇଟା। ତାପରେ ସୁବ୍ରତ ମତେ ମେଡିସିନ ଦେଲା, ନିଦ ବଟିକା ଦେଇଥିଲା। ସେତିକିବେଳେ କାହିଁ ମୋ ଆଖିରେ ମୁଁ ଜଗନ୍ନାଥଙ୍କୁ ଡାକିଲି। ମୁଁ କେବେ ତ ଡାକିନି। ମୁଁ କହିଲି ପ୍ରଭୁ ମୁଁ କେବେ ଡାକିନି, ଆଜି ଡାକୁଛି ଯେ ମତେ କଣ କିଛି ସାହାଯ୍ୟ କରିବନି? ଏଇ ଡାକିକିରି ମୁଁ ରାତିରେ ନିଦ ବଟିକା ଖାଇକିରି ଶୋଇଲି। ସକାଳ ହେଲା। ତାପରେ ମତେ କହିଲେ ଯେ ଯାଇକିରି ୟୁନିଭରସିଟିରେ ବୁଝିବା ପାଇଁ। ଉତ୍କଳ ୟୁନିଭରସିଟି ଆମେ ଦେଖିନଥିଲୁ। କଟକରେ 4 ବର୍ଷ ପଢିଲେ ବି ୟୁନିଭରସିଟିକୁ ଆସିବା କିଛି ଆବଶ୍ୟକ ନଥିଲା। ଏନିୱେ ସେଠୁ ବସରେ ଆସିକିରି ତା ଭିତରକୁ, ୟୁନିଭରସିଟି ଭିତରକୁ ଗଲା ବେଳକୁ ମୋର ସିନିୟର ଜଣେ ଥିଲେ, ଦେଖା ହେଲେ। ମୁଁ ପଚାରିଲି ଏମିତିଆ କଥା ଯେ ମୋର ରେଜଲ୍ଟ ବାହାରିନି, ମୁଁ କେମିତି କଣ ବୁଝିପାରିବି? ନା ସେ ରେଜଲ୍ଟ ତ ସେ ଏଇ ସେକ୍ସନରେ ବୁଝି ହବ, ସେ କହିପାରିବେ କଣ। ମୁଁ ସେ ସେକ୍ସନକୁ ଗଲା ବେଳକୁ ସେମାନେ କହିଲେ ଯେ ରେଭେନ୍ସାର ସମସ୍ତ ଯୋଉ ରେକର୍ଡ ପତ୍ର, ଯାହା ମାର୍କସିଟ୍ ଅନ୍ୟାନ୍ୟ ଜିନିଷ, ସବୁ ଜିନିଷ ତାଙ୍କ କଲେଜର ନା କହିଲେ କିଏ ଜଣେ ନେଇଯାଇଛନ୍ତି। ସେ ଅଲରେଡି ରେଭେନ୍ସାକୁ ପଳେଇଲେଣି। ମୁଁ ପୁଣି ବାଧ୍ୟ ହେଇକି ମୁଁ ସେଠୁ ପୁଣି ଫେରିଲି କଲେଜକୁ ଯେତେବେଳେ ଫେରିଲି, ସେତେବେଳେ ଆଡମିନିଷ୍ଟ୍ରେଟିଭ ବ୍ଲକରେ ପଚାରିଲା ବେଳକୁ ଯେ ଏମିତି ସେପଟୁ ରେଜଲ୍ଟ ଆସିଛି, ମୋର ଇଏ ଆସିନି କଣ। ମତେ ସେଠି 2-3 ଜଣ ଯିଏ ଥିଲେ ସେ କହିଲେ ରେଭେନ୍ସା ପିଲାଙ୍କର କଣ ହେଇଥିବ, ଏଇ ଟାଇପର ଗୋଟାଏ ଯେମିତି କହିଲେ। ଆଉ ସେ ତ ଆସିନାହାନ୍ତି, ସେ ତୁଳସପୁରରେ ଅଛନ୍ତି, ତୁଳସପୁରରୁ ଆସିବେ। ମୁଁ ପୁଣି ସାଇକେଲ ଧରିକିରି ତୁଳସପୁର ଗଲି। କିଛି ବାଟ ଗଲା ପରେ ପୁଣି ଖବର ମତେ ଆସିଲା ଯେ ନାଇଁ ସେମାନେ କଲେଜକୁ ଆସୁଛନ୍ତି। କଲେଜକୁ ପୁଣି ଫେରିକି ଆସିକିରି ମୁଁ କହିଲି, ମୁଁ ଟିକେ ମୋର ଦେଖନ୍ତୁ ତ କଣ କୋଉଥିରେ କଣ ମାର୍କ କିଛି ହେଇଛି। ତାପରେ ସେ ଦେଖା ଦେଖି ଯୋଉ ଇଏ କଲେ, ଦେଖିଲେ ତ କହିଲେ ଆପଣ ତ କିଛି, ତମର ତ କିଛି ଠିକ ଅସୁବିଧା ନାହିଁ, ତମେ ଅନର୍ସ ସହିତ ଫାର୍ଷ୍ଟ କ୍ଲାସ ପାଇଛ, ସବୁ ହେଇଛି, 72 ନା 73% ରଖିଛ, କାହିଁକି? ବୋଲି ମୋର କାହିଁକି ରେଜଲ୍ଟ ଡିକ୍ଲେୟାର ହେଲାନି, ମୋର କାଗଜରେ ଆସିନଥିଲା। ନା ସେଟା ତ ଭୁଲ ଭାଲ ହେଇଥିବ, କଣ ହେଇଥିବ। ମୁଁ ସେତିକିବେଳେ ଭଗବାନଙ୍କୁ ଡାକିଲି, ମୁଁ ବୋଧେ ଭଗବାନ କିଛି କଲେ କି? ଏଇ ଜିନିଷ ତ ଏମିତି ହୁଏନି, ସହଜରେ ହବା ଜିନିଷ ନୁହେଁ। ସେଇ ଦିନ ଠାରୁ ମୁଁ ଟିକେ ଆସ୍ତିକ ଭାବ ଆସିଲା। ଆଉ ମୋର ସହଧର୍ମିଣୀ ଯିଏ, ସିଏ ବହୁତ
ईश्वर विश्वासी तेणुक संस्पर्श आसला परे मोर एटा बढ़ी बस मैं एतिकी जिनस कहबी मोर आउ किसी समझी विशेष अनुभूति नाही आउ जदि चाकरी जीवन अनुभूति मते पचरा जाए मो 35 वर्ष चाकरी जहाँ करिछि जहाँ फेस करिछि मु गोटे जिनस कहबी बॉस इज ऑलवेज राइट सेथरे आउ द्विमत नाही तांको संगे झगड़ा करी चली परिबनी। धन्यवाद रहली नमस्कार। बहुत बहुत धन्यवाद सर। हम्म, निपट गाँव आसी रेवेन्सा कॉलेज रे पढ़िले जड़े नास्तिक हठात आस्तिक हेबा दृश्य साधारण देखिया को मिलेनी तेबे आपणकर एई परिवर्तन समस्त को विस्मित करिथिवो। तापरे आपणकर परिवार विषय रे जानिकि मध्ये हमको बहुत खुशी लागिला। बहुत बहुत धन्यवाद। नमस्कार। वर्तमान मु आमंत्रण करिवि हमर परवर्ती नवागता सभ्या प्रोफेसर कमल कुमारी दास महोदय आसतु आपनको समय सीमा आपनको समय सीमा 12 मिनिट। श्री कमल कुमारी दास। संजोग ग्रुप रो समस्त भाई भौणी को मोर नमस्कार। समस्त को मु मोर भक्तिपूत प्रणाम जनाऊची। समस्त को मु मोर भक्तिपूत प्रणाम जनाऊची। मु समस्त तो आम गाँव रु आसीचे सेतबेले सहरी सभ्यता एते व्यापी नथिला मोर बापा जने हाई स्कूल शिक्षक थिले एवं मु पाठ पढ़िला परे ए चाकिरी रे जॉइन कली साधारण भाबे अध्यापिकाटीए एतिकी हला मोर परिचय। आउ मोर स्वामी रामचंद्र दीक्षित से एग्रीकल्चर रे चाकरी करुथिले आ जोड़े पुओ बहु 4 जण जाका से आईटी सेक्टर रे अछंती आउ नाती गोटे नातुणी गोटे ये हला मोर परिचय। आउ तापरे मो जीवन रो अभुला स्मृति होउची प्रकृत रे मु पिला दिन एमती छोट मोट टिके लिखुथली को मैगजीन रे कोन एमती टिके लिखुथली आ पुरी रे जेहेतु एसएस कॉलेज रे पढुथली तेणु जगन्नाथ भजन टिके टिके से खाता भितर ही सीमित थिला किंतु हठात 2019 मसीह जने बंधु देखा हेले सी मते कहले जे मु एमती फेसबुक रे नुआ नुआ मोर स्टूडेंट मानक ठारू सिखिकरी से माने मते प्रवर्तले जे मैडम आपण बढ़िया लिखुचंदी आपण एडा फेसबुक रे पोस्ट करंदु। मु फेसबुक कोन जान न थाए कि पोस्ट करिया भी जान न थाए कि मते ओडिया लिखिबा आसु न थाए एमती मु सेडो से पिला माने मते सिखेले मु फेसबुक रे पोस्ट कली। पोस्ट करा पर से जने बंधु पढ़ी कि से कहले जे आपण एते बढ़िया लिखुचंदी आपनकर मोर मिसिकी राधा कृष्ण का भजन लिखिबा एवं मिसिकी बही करबा। मु ताको पूरा नाइ नाइ मु किछि करि परिबिनी मते एते किछि जणा नाइ मु भल माने मोर विचार रे मु गोटे लेखिका नुहे बा जहा किछि एमते गारौची जेमती बाथरूम सिंगर थांदी सेमती गोटे खाता रफ खाता रे गारेला भली लेखक लेखिकाटिए तेणु मु लेखिका बोली ही भाबेनी तेणु मोर बही करबी मु एकदम अराजी जे मु बही करबी नाही कारण मते आसीबनी मु किछि लेखि परिबिनी। से मते कहले ठीक अछि आपण लेखि पारे आपण तो जगन्नाथ भजन एते बढ़िया लेखुछन्ती आ राधा कृष्ण पई गाय लेखि परिबिनी मो नाइ नाइ मु लेखि परिबिनी। मु ताको बारंबार मना करबा सत्ते से मते बाध्य कले मते कहले आपण 5-6टा मते लेखिकरी पठांतु। मु ताको 5-6टा लेखिकरी पठेली लेखिकरी 5-6टा पठेला परे से पढिले कहले आपण तो बढ़िया लेखुछन्ती आ लेखिबेनी काहेकी तापरे 2टी बही हला एवं से जो प्रथम बहीटी जतबेले बाहरला प्रकृत रे जेमती निजर संतान टे मनीष हरे जेमती खुशी लागे सेई भली भाबरे मते एते खुशी लागिथिला जे से खुशी होउची अवर्णनीय मते लागिला जे गोटे बड़ प्राप्ति किछि मु जेमती पाई जाईची एई भली भाबरे मोर अनुभव हला। आ ता परठू मु आउ केबे मोर कलम विराम नेई नाही ए पर्यंत सुद्धा गल्प कविता एवं उपन्यास सब मिसिकरी 9टी पुस्तक प्रकाशित होईची एवं ये हला सबुठारो मो भाबिबारे मो पाई गोटे बहुत बड़ अनुभव एवं ईश्वरंकर बहुत बड़ दान। मु एबे भी भाबे जे मु गोटे साधारण लोक मते ईश्वर ही एते प्रेरणा दउछन्ती जे अनवरत मोर कलम चालिया पई इच्छा तेणु जेते समय पाए मु केवल मोर लेखा लेखी एवं पढ़ा पढ़ी भितर थाए। आउ कौन कहबी जहा हो आमे जॉइन करिया परे परे सुतार भाई आ विजय लक्ष्मी अपा तरुण बाला अपा आ मोर
आम परिवार प्रफुल्ल दीक्षित आउ ज्योत्ना दीक्षित से माने मोर परिवार मेंबर समस्ते संजोग रे थांती प्रभात नंद ये समस्त मु जाने संजोग विषय बहुत आगुरी जानी किछि किछि सेमिनार मध्ये अटेंड करछि जो जूम रे मीटिंग हेले तरुण बाला आपा सदाले मते लिंक पठांती फोन भी करती तू जॉइन तमे जॉइन कर शुणिछि किंतु सुतार भाईଙ୍କ सहित मिसिला परे संजोग रे जॉइन करिया पे इच्छा हला एवं आमर सौभाग्य जे आमे जॉइन करू करू तांकर जो वर्ष रे गोटे बंधु मिलन हुए से बंधु मिलनटी से पाखरे संगठित हैला तेणु आमे सब सेमानक सहित मिसिलु परिचित हेलु एवं समान बयसर लोक मानक सहित सुख दुख बांटिकी बहुत भल लागिला आउ बेसी किछि मु कहबिनी आपण मानकू एति कहि कि मु मोर वक्तव्य शेष करूछि नमस्कार बहुत बहुत धन्यवाद प्रोफेसर दास महोदय आपणकर जो पिला माने जो प्रेरणा देले जो माने देले आपण सेतरे एते प्रेरित होई कि लेखा लेखी कले आ जगन्नाथ साहाय्य करथिले तापरे राधा कृष्णकर आशीर्वाद आपण एते बढ़िया लेखिकरी एते प्रशंसनीय हेइचंती सेटा बहुत खुशी कथा तापरे आपण हमर एठेई के आछंती संजोग को सेथरे भी आपनकर बहुत किछि माने आपनठु आमे पाइबो सब प्रत्येक क्षेत्र रे तेणु आपनकर ए जो अभुला स्मृति जो फेसबुक देखी जो लेखा लेखी करिकरी सेथरे आगे जाइचंती सेथरे आमे बहुत खुशी आउ भगवान आपनकर चला पथ को सुरक्षित खुशी रे रखत सेटा मोर बहुत बहुत आपनकर भगवान पाखे मोर प्रार्थना बहुत बहुत धन्यवाद 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 आमर परवर्ती वक्ता श्री उमाकांत कर महोदय को मु आमंत्रण करुची आपण सर्वमोट 12 मिनिट मध्यरे आपनको परिचय संगे आपनकर अभुला स्मृति व्याख्या करने को अनुरोध श्री उमाकांत कर आज्ञा नमस्कार नमस्कार हेलो संजोग भाई भौणी मान मोर प्रथम नमस्कार मु मु आपणकर मो ना हूँ उमाकांत कर मु आपणकर सरकारी चाकरी खंडे करी ओडिशा सेक्रेटेरिएट रे रिटायर करछि 17 मसीह बर्तमान मु आमर जो सुतार सार अच्छा सहित मिसी जोग केन्द्र रे जोग करुछु तेणुक बर्तमान मोर दुई पुओ जाक चाकरी करछन्ती जने प्रोफेसर जने इंजीनियर आउ दुई बहु भी चाकरी करछन्ती मो मिसेस चाकरी करछि मु भुवनेश्वर रहउछि एवं घर भुवनेश्वर पाखे तेणु खोर्धा जिला लोक आउ अलग जिनस आप जो अभुला स्मृति उपर मोर सेमती विशेष किसी ध्यान नहीं तेणुक मु विशेष किसी कहवा चाहूनी मु आप समस्त नमस्कार नहीं रोच कौन भाई सेक्रेटेरिएट रे केते अभुला स्मृति अच्छी सेक्रेटेरिएट क्लब सेक्रेटेरिएट कैंटीन आपण किछि न कहले केमती हो आपण नेता चित्त भाई थिले आज्ञा 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 सुनतु आज्ञा कर भाई भागे भागे गोवर्धन जो घटना मन नहीं से घटना आज्ञा कहले तो सरीबनी तेणु एगुड़ा सर कहवा कथा नुहे किंतु गोटे घटना आपण संगे जाई मांकड़ नैथिला मोर मोबाइल सेटा सब बड़ घटना ताठू आउ अभुला स्मृति ସେଇଟାକୁ କୁହନ୍ତୁ ସେଇଟାକୁ କୁହନ୍ତୁ ଥରେ ନୁହେଁ ଦି ଥର तीन थर ତିନି ଥର କି तीन थर नेला 1300 टंका खर्च करेला तेणु ताठू बड़ी अभुला स्मृति आ जीवन में किसी नहीं सर କହୁନାହାନ୍ତି ना कहबी आपण जानछन सब कौन कहबी ଆରେ ଅନ୍ୟ ଯୋଉମାନେ ଶୁଣୁଛନ୍ତି ଶୁଣିବେ ନା आमे जानिनु 31 जन अछु 31 आमे 31 जन सुनिबु सर आमे 9 जन गोटे ग्रुप जाइतिलु वृंदावन बुलिया पई 7 दिन सर रहिलु सेठी 7 दिन रहिला परे आपन जेतले माने बांक बिहारी मंदिर गलु सेठी समस्त आगुरु कहितले जे प्रचक आ एवं ये मोबाइल हाथ में धरिबेनी किंतु दुर्भाग्यवशत से आखिरे रहिबा जिंस रहितिला से नेकी पळेला सेठी आपन नेकी पळेला मु चाहिची दोताला ऊपर को पळेला तापरे ता संगे आउरी 4-5 माकड़ा आसी पहुंची गले ताऊ धरिकी रहिले तापर समस्त मु कहले मो प्रचक पळेला मु कौन करी एमती हली किछि समय पर जने दुकानी आसला कहला आज्ञा मते 300 टका दियंतु मु नै आसीबी
से ताकू 300 टंका देली देला परे से फ्रुटी एवं ता संगे आपणकर काकुड़ी फाकुड़ी पकेला परे ताकू जहाँ मुड़ामुड़ी करथिला पाटिरे कामुड़िदेला काकुड़ी आ फ्रुटी धरला परे फोपाड़ी देला तळकू तापर सी से दिन गला आ ता नेक्स्ट डे आम सेमती जाऊचु सेठी गोटे डांस होउची मु मैडम मानू कहली आपण एठी सब गोटे ये डांस करंतु आ मोबाइल टाक मु आज्ञा हाथ रे धरिची आज्ञा से केमिति नेला मु सर किछि जानि भी पारलिनी मोबाइल टाक नहीं पळेला माने पूरा मंदिर चूड़ा को पळेला एकदम लास्ट को पळेला कवर टाक आज्ञा दांत रे कामुड़ी के चिरिगिरी फोपाड़ी देला परे मु देखले आ मो मोबाइल पाइबार आशा नहीं से तू आसी से दुकान कहलु बाबा एमती एमती होईची कौन करी ना आज्ञा ये तो मत 1000 टंका देले जाई हम न हबनी मु कहले 1000 टंका कौन ना आम सब जिते माकड़ अच्छा समस्त दवा पड़ो सी आज्ञा गोटे जुड़े आपंकर ये जो फ्रुटी आकुड़ी फाकुड़ी धरिकी गला सी समस्ते पाई सारा मोबाइल टा हाथ को फोपाड़े सी आज्ञा ऊपर चढ़ी से मोबाइल टी आनिक देला तेणु ये स्मृति सार जीवन में लिभिबार नहीं तापर आम सार सुतार सार सी सेमती जाऊँगी आखिर सेमती धरिकी पलैला पर सार 2टा फ्रुटी 3टा फ्रुटी देइछंती 2टा फ्रुटी दी हाथ धरला पर सी ताकू आज्ञा तलू पकेला पर सार धरिकी आसले से दिन टू आज्ञा आसी गोटे बैग किणिलु बैग भितर मोबाइल आपणकर प्रचक धरिकी जुआड़े बुलवा कथा बुलिलु ये स्मृति सार मला पर्यंत लिभिबो नाही भूली जाते केमी किसी ना बोली केमी कहते ये अभिज्ञता सबुठ बड़ अभिज्ञता धन्यवाद सार सार धन्यवाद सार वृंदावन रे आपणक ऊपर मांकड़र अत्याचार प्रकृति एक अभूला स्मृति अभूला स्मृति ही रही गला हाँ रामचंद्र को बाहन माकड़ आसथिले आज्ञा से किछि नबा पे आस्तिला तेणु सेमती हला नहीं माकड़ माने एमती हैरान करती आज्ञा आज्ञा ନାଇଁ ସେଠି ପୁରା ଦଳ ଦଳ ଧାଡି ବାନ୍ଧିକିରି ଆସୁଥିଲେ आज्ञा आज्ञा बहुत बहुत धन्यवाद आज्ञा वर्तमान मु चतुर्थ वक्ता श्री भारती भूषण पट्टनायक महोदय को अनुरोध करुछि से तांको परिचय सहित केबे तांको मनरु भूली न पारिबा भली श्रुति आम समस्त को अवगत करांतु समय सीमा 12 मिनिट श्री भारती भूषण पट्टनायक महोदय नमस्कार मु भारती भूषण पट्टनायक आपन प्राय शुभुथिब हाँ शुभुछि आज्ञा आज्ञा हाँ तो आम निज गाँटा हूँ ओडगाँ ब्लॉक रो कुराल पाठ पढ़ा नयगढ़ कॉलेज एवं ता पर भुवनेश्वर एमती मत लगे 2टी घटना मो जीवन को गोटे माइलस्टोन टे मोड़ देला भलिया सेटा गोटे होची जे मु बाणी बिहार रास्ता है हमर सेतले रामचंद्र सर थांती एनएसएस रो हेड थांती प्राय 40टा खंड कॉलेज रो में आस्था जन 2 जन लेखे एनएसएस कैंप रे सेठी गोटे म्यूजिक कंपटीशन गोटे होता है आगुरु एमती टिके मु गाउथली कॉलेज रे हाई स्कूल रे एवं 6ठ श्रेणी रे मोटे फर्स्ट प्राइज पाइथिली जोटा कि लाला लाजपत राय गोटे फोटो मिलता एबे भी आम गाँ माइनर स्कूल रे भी अच्छी तो सेठी जेतेबेले मते म्यूजिक रे जेतेबेले भाग न पड़िला मु किछि पाइलिनी जेतेबेले कार समय होची 80-81 मसीहा कथा मु बाहर को जाइकरी महाप्रभु गोटे मुंडिया आज्ञा कटुछि टिके आज्ञा कटुछि आपनकर टिके वॉइस टा आज्ञा वॉइस टा कटुछि जे आपनकर गोटे फिल्म आज्ञा शुभनी एबे बर्तमान आज्ञा बर्तमान जना पड़ला बर्तमान ठीक है तो हाँ एबे ठीक सुन अच्छा अच्छा हाँ जेतेबेले सब कॉलेज रे सब पिला थांती मु गोटे गीत को कंपोज कर नेली
सुनेरी पवन पवन पुरवैया तो सहेली बन जा मेरे साथिया ए गीतटा मोर बहुत मन छुआ होता लता जी गाइथिले तेणु तारी स्वर उपरे गोटे गोटे स्वर कली गोटे गीत गोटे कली जो थी कि मु आपनकर गोटे मिनिट नेबी ए समय चंदर ज्योत्स्ना झरी झरी पड़े सपनर रानी तुमे बहु दूरे प्रियतमा आसनाए चंद लोचना चंद्र ज्योत्स्ना झरी झरी पड़े सपनर रानी तुमे बहु दूरे प्रियतमा आसनाए चंद लोचना से जाऊ ना कहीं और दीपक थिला अलग कथा आते ए गीत रे मु फास्ट होइतिली हमर ऑडिटोरियम रे एवं सेही बेलु ही मोर गोटे गीतर गाइबार गोटे स्पृहा जन्मिला एवं मु कला केंद्र रे जॉइन कली 6 नंबर रे तापरे अभ्यास करिया को लागली एवं भगवान जेतेबेले भी दियंती ए जो कहंती एका बेले के दियंती नदेले किछि दियंती सेही भलिया मु चाकरी पाइली जयपुर रे आज कोऑपरेटिव इंस्पेक्टर हिसाब रे सेतबेले थिला सहित जयपुर रे रेडियो सहित किछि संश्लिष्ट हेली तापरे आसिली खोर्धा आसिली कालक्रमे प्रमोशन रे सेठी मध्य जगन्नाथ ऊपर किसी आर्टिकल भल मंद एमती लेखा लेखिया करथिली एवं जेतेबेले मु भुवनेश्वर रे एकाने 92 रे गोटे गीत स्कूल मैडम कली गीत स्कूल रे कोन हला जे मोर जो सब गीत आमे सेतेबेले तांचन भाई मु हमर गोपीनाथ महांती ते एमती 3-4 जन खंडे आमे सेतेबेले सब स्टेज प्रोग्राम करू जे मोर जो सब गुरु मान थिले मो परोक्षरे सुनिया पाइली जे पटाय खाली जो ये गीत सिना उठेकिरी गाई दउचंदी कैसेट रो किंतु तांकर निजर फंडा किछि नाही मु सेइटु सांग सांग सर मैडम जो मु गले एठी हमर आर के पाढ़ी तांकर अवश्य काली अछि प्रोग्राम अछि मध्ये अछि रविंद्र मंडप रे तो तांक पाखु जाई कहली मु सर मु आछि हिंदुस्तानी गीत शिखिया को जानिया लागि ता विषय मते कहबे ना नाही से हां कले तापर सेठ 4 वर्ष सारली भुवनेश्वर रे तापर गली बरमपुर आ ट्रांसफर सेमती डेपुटेशन रे बरमपुर बैंक को सेठी आ 2 वर्ष आई गॉट क्वालिफिकेशन फ्रॉम मुंबई हिंदुस्तानी क्लासिकल तापर मोर इच्छा हला जे आमे ओडिया लोक हिसाब रे ओडिया ओडिसी किछि जानिया दरकार तापर आ 4 वर्ष पढली ओडिसी एवं बरमपुर हमर जो ऑल इंडिया रेडियो सहित मु संपृक्त हेली तो पिला बेले से जो थिला मोर द्वितीय कथा मु कहबी जो स्मृति कथा अपन कहचंती मध्ये जे षष्ठ श्रेणी रे मोर गोटे मनरे गोटे थिला जे अवदमित अवस्था रे जे जो जगन्नाथ तम गीत तमर गुणगान करने को आसुचंती प्रफुल्ल कर सुधा मिश्र अक्षय महांती चित्त जेना आम बेल केतबेले आसीबो हम टिके मु टिके जाइकरी तमर स्मृतिचारण करंती तमर गुणगान टे करंती सेटा मैडम से भीतर थिला से समय रू एवं फ्रूटफुल हैला 97 मसीहा रे जो कहंती जगन्नाथ जब देते हैं ना छपर फाड़ के देते हैं एवं सही वर्ष मोर जो ये उत्कल प्रसंग रे गोटे आर्टिकल प्रकाश पाइला जगन्नाथ जी षोल कला तार गोटे इतिहास से जहाँ हो ना कहीं सेटा प्रकाश पाइला एवं आई वाज कॉल्ड फॉर टू रिसाइट भजन एट सिंहदर भजन समारोह मते गाइबार से सुविधा मिलिला राज्य सरकार तरफ तो तापर पर मो गीत को छाड़ी पारनी जदियो मोर पेशा हला ऑडिटिंग एवं मोर हॉबी हला गीत और लेखा तेणु मते अनेक प्रश्न करती जे पटनायक आपणकर दीटा गोटे रेलर दीटा पोई गोटे पोई आपणकर होची कॉमर्स आ गोटे पोई होची आपणकर आर्ट्स मुझे जगन्नाथ जानते मुझे केमती समांतराल भाव में कर नौची नहीं 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 चली मतलब एमती तो ए भितर मध्य बहुत किसी जगन्नाथ तरफ मिली मत किसी विभिन्न सम्मान एवं
ମୁଁ ବି କମ୍ ନୁହେଁ ସେତେବେଳେ କରିଥିଲେ ବାସୁଦେବ ରଥ ସାର୍ ତାଙ୍କର ମଧ୍ୟ ଗୋଟେ ଆୱାର୍ଡ ପାଇଥିଲି ଆଧୁନିକ ଗୀତ ଉପରେ ଯୋଉ ଗୀତଟାକୁ ମୁଁ ଗଲା ଥର ସଂଯୋଗର ପିକନିକ ରେ ଗାଇଥିଲି ଆଉ ତାପରେ ପରେ ମୋ ଭଜନ ବର୍ତ୍ତମାନ ସୁଦ୍ଧା 2ଟି ରେକର୍ଡିଂ ହଉଛି ମାସକୁ ଜଗନ୍ନାଥଙ୍କର ପୁରାତନ ଭଜନ ମୁଁ ଅଛି ଜଗନ୍ନାଥ ସଂସ୍କୃତି ପରିଷଦର ଲାଇଫ ମେମ୍ବର ଅଛି ଜଗନ୍ନାଥ ପଞ୍ଚାୟତର ପ୍ରଚାର ସମିତିରେ ମଧ୍ୟ ଅଛି ଜଣେ ମେମ୍ବର ଅଛି ଏବଂ ଜଗନ୍ନାଥଙ୍କୁ ଛାଡି ପାରୁନି ଜଗନ୍ନାଥଙ୍କର ଗୀତ କମ୍ପୋଜ କରେ ଜଗନ୍ନାଥଙ୍କର ଗୀତ ଗାଏ ଏବଂ ଏ ସବୁ ଯାହା ସବୁ ମୁଁ ପାଇଛି ଯାହା କିଛି ହେଇଛି ଏସ୍ଆଇଟି ଥିଲାବେଳେ ମଧ୍ୟ ତାର ଥିଲି ମୁଁ ଆପ୍ରୁଭଡ ସ୍କ୍ରିପ୍ଟ ରାଇଟର ଥିଲି ଯୋଉଟାରେ କି 10:30 ପିଲାମାନଙ୍କର କାର୍ଯ୍ୟକ୍ରମ ହଉଥିଲା ସେତେବେଳେ 8ଟା ଖଣ୍ଡେ ମୋର ଏପିସୋଡ ହେଇଥିବ ସେ ଭିତରୁ ଦି ବେଷ୍ଟ ୱାନ୍ ଇଜ ରାଜା ହବ କିଏ ଯୋଉଟାକୁ ଲେଖିଥିଲେ ହରକୃଷ୍ଣ ମହତାବ ସେତେବେଳେ ଷଷ୍ଠ ନା ପଞ୍ଚମ ଶ୍ରେଣୀରେ ପଢା ହଉଛି ଏବେ ମଧ୍ୟ ପଢା ହଉଛି ଆଉ ଏଇ ହେଲା କଥା ଆଉ ପୁଅ ଝିଅ 2ଟି ହେଇଗଲେ ବହୁତ ସାରା ଇଞ୍ଜିନିୟର ବୋଉ ମାନେ ଜ୍ୱାଇଁ ବୋଉ ସେମାନେ ମଧ୍ୟ ମୁଁ ଭୁବନେଶ୍ୱର ରହୁଛି ଓମଫେଡ ଛକ ବାପା ଚାଲିଗଲେଣି ବୋଉ ଅଛି ଇଏ ହେଲା ଆମ ଘରର ହାଲଚାଲ ଏବଂ ମୋର ଜଗନ୍ନାଥଙ୍କର ପାଖରେ ସେବକ ହିସାବରେ ମନୋଚିନ୍ତା ଆଉ ଯଦି ଆପଣ ଚାହିଁବେ ତାହେଲେ ମୁଁ ପଦେ ନିଜ କମ୍ପୋଜରୁ ମଧ୍ୟ ଶୁଣେଇଦେବି ଯଦି ହଁ କରିବେ ହଁ ଶୁଣନ୍ତୁ ଶୁଣନ୍ତୁ ମୁଁ ତ ଭାବିଥିଲି କହିବି ବୋଲି ଆଜ୍ଞା ସରିଲା ପରେ ନମସ୍କାର ଆପଣଙ୍କୁ ଶୁଣିବା ପାଇଁ କହିବି ବୋଲି ଭାବିଥିଲି ଦର୍ଶନ ଆଚ୍ଛା ବାବୁଙ୍କୁ ଆଚ୍ଛା ଅନୁରୋଧ କରିଥାନ୍ତି ଆପଣଙ୍କୁ ଆମନ୍ତ୍ରଣ ହଁ କରିବା ହଁ ପାଇଁ ଗାଇବା ପାଇଁ ଗୋଟେ ଗାଆନ୍ତୁ ଗାଆନ୍ତୁ ମୁଁ ଗାଆନ୍ତୁ ଆଧୁନିକ ଆଧୁନିକ ଗାଆନ୍ତୁ ତ। ଆଧୁନିକ ଗୋଟେ ଗାଇଦେବି ତାପରେ ଭଜନଟେ ଗାଇଦେବି ନିଜ କମ୍ପୋଜରୁ ଅସର ରାତିର ସ୍ୱପ୍ନ ଗো ତୁମେ ଅଭୁଲା ସୁରର ରାଗିଣୀ ଅଧୀରା ଢେଉର ନଈଟିଏ ତୁମେ ଅକୁହା କଥାର କାହାଣୀ ଅକୁହା କଥାର କାହାଣୀ ଅଭୁଲା ସୁରର ରାଗିଣୀ ନିରେଗା ନିରେମା ପାରେ ଗାରେ ଦେଖିଲୁ ନିରେ ଦେଖିଲ ସା ଅକୁ ଅଚିହ୍ନାର ପାଇଁ ଚିହ୍ନରା ତୁମରି ମହକ ଅଜଣାର ପାଇଁ ତୁମେ ତ ବିଜୁଳି ଝଲକ ଅବୁଝା ତୁମର ମଉଳିବା ମନ ଅବୁଝା ତୁମର ମଉଳିବା ମନ ଅମାନିଆ ତୁମ ଚାହାଣୀ ଅଭୁଲା ସୁରର ରାଗିଣୀ ଅସର ରାତିର ଅମଳା ବାଟର ପଥିକ ସାଜିଲ କାହିଁକି ଅଲୋଡ଼ା ଜନର ବିରତି ଲୋଡ଼ିଲ କାହିଁକି ଅଦିନ ବଉଦ ସାଥୀ ମୁଁ ତୁମର ଅଦିନ ବଉଦ ସାଥୀ ମୁଁ ତୁମର ତୁମେ ବୈଶାଖୀ ଧରଣୀ ଅଭୁଲା ସୁରର ରାଗିଣୀ ଅସର ରାତିର ଅସର ରାତିର ଅସର ରାତିର ସ୍ୱପ୍ନ ଗো ତୁମେ ये सर गला आधुनिक ବହୁତ गला ସୁନ୍ଦର ବହୁତ ସୁନ୍ଦର क्या क्या ଆଉ ଏବେ କମ୍ପୋଜ କରିକି ରେକର୍ଡିଂ ହେଇଥିବା ଗୀତରୁ ପଦରେ ଶୁଣାଉଛି ସେଇ ରାଗ କଲ୍ୟାଣ ଉପରେ ଶୁଣିବାକୁ ଯେବେ ଇଚ୍ଛା ନାହିଁ ତୁମ ଶୁଣିବାକୁ ଯେବେ ଇଚ୍ଛା ନାହିଁ ତୁମ କାହିଁକି ଗୁହାରି କରିବି
ଡାକିଲେ ବି ଶୁଣୁନାହୁଁ ଯଦି, ଯେତେ ଡାକିଲେ ବି ଶୁଣୁନାହୁଁ ଯଦି, କାହିଁକି ହେ ପ୍ରଭୁ ଡାକିବି, କାହିଁକି ହେ ପ୍ରଭୁ ଡାକିବି, ଶୁଣିବାକୁ ଯିବେ। ନୀତି ଅରୁଣ ସ୍ତମ୍ଭ ପାଖରେ ମୁଁ କେତେ ଯେ ନେହୁରା ହେଉଛି, ବଡ଼ ଦାଣ୍ଡେ ବଡ଼ ଦାଣ୍ଡେ ନୀତି ଅଧିଆ ପଡୁଛି, କରୁଣା କି ଟିକେ ହେଉଛି, ହେ ନୀଳ ଚଳିଆ ପିତ ଦୁକୁଳିଆ, ହେ ନୀଳ ଚଳିଆ ପିତ ଦୁକୁଳିଆ, କେମିତି କେତେ ଯେ ସହିବି, କେମିତି କେତେ ଯେ ସହିବି, ଶୁଣିବାକୁ ଯେବେ ଇଚ୍ଛା ନାହିଁ ତୁମ, କାହିଁକି ଗୁହାରି କରିବି, କାହିଁକି ଗୁହାରି କରିବି, କାହିଁକି ଗୁହାରି କରିବି। ନମସ୍କାର, ଧନ୍ୟବାଦ। ବହୁତ ବଢିଆ। ଆଉ ଗୋଟେ କଥା କହିବାକୁ ଭୁଲି ଯାଇଥିଲି, ମୁଁ ଆପଣଙ୍କର ସଂସ୍ଥା ଭିତରକୁ ଆସିବାର ମୁଖ୍ୟ କାର୍ପଟଦାର ହେଲେ ମ୍ୟାଡାମ ବିଜୟଲକ୍ଷ୍ମୀ ମ୍ୟାଡାମ। ତାଙ୍କର ଅବଶ୍ୟ ଗୋଟେ ଗୀତକୁ ମୁଁ କରିଥିଲି, ସ୍ୱର କରିଥିଲି, ଆଉ ସିଏ ବି ଅଲଗା ଆସରଠାରୁ ମଧ୍ୟ ପରିଚିତ, ତେଣୁ ସେ ମଧ୍ୟ ଗଲାଥର କହିଥିଲେ ଏବଂ ମୁଁ ଯାଇଥିଲି, ତାଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ। ଆପଣଙ୍କର ସାର୍ଙ୍କୁ ମଧ୍ୟ ରହୁଛି, ନମସ୍କାର। ଧନ୍ୟବାଦ ସାର୍। ଆପଣଙ୍କ ଗୀତ ଆମେ ନଭେମ୍ବର 20 ତାରିଖରେ ଶୁଣିଥିଲୁ, ଆଜି ବି ଆଉଥରେ ଶୁଣିଲୁ, ଖୁବ ଭଲ ଲାଗିଲା। ଆପଣଙ୍କ ଗୀତ ସ୍କୁଲର ଅଭିଜ୍ଞତା ପ୍ରକୃତରେ ଆପଣଙ୍କ ପାଇଁ ଗୋଟେ ଅଭୁଲା ସ୍ମୃତି। ପୁଣି ଥରେ ଧନ୍ୟବାଦ। ସଂଯୋଗ ପରିବାରରେ ଆପଣଙ୍କୁ ପାଇ ଆମେ ବହୁତ ଖୁସି ଆଉ ଧନ୍ୟ ହୋଇଗଲୁ ଆପଣଙ୍କୁ ପାଇକିରି। ଆଜିକାର ଅନ୍ତିମ ବକ୍ତା ରୂପେ ମୁଁ ଆମନ୍ତ୍ରଣ କରିବି ଶ୍ରୀ କୈଳାସ ଚନ୍ଦ୍ର ମହାପାତ୍ର ମହୋଦୟଙ୍କୁ। ଆପଣ ଦୟାକରି ଆପଣଙ୍କ ପରିଚୟ 10-12 ମିନିଟ ଭିତରେ କହିକିରି ଆମକୁ ନିଜର ଅନୁଭୂତି ମଧ୍ୟ ଶୁଣାନ୍ତୁ। ଶ୍ରୀ କୈଳାସ ଚନ୍ଦ୍ର ମହାପାତ୍ର। ଶୁଣି ପାରୁଛନ୍ତି? ଆଜ୍ଞା। ଆଜ୍ଞା, ଶୁଭ ସନ୍ଧ୍ୟା ସମସ୍ତଙ୍କୁ ମୋର ବିନମ୍ର ନମସ୍କାର। ସଂଯୋଗ ପରିବାରରେ ମତେ ଆମର କମଳା ମ୍ୟାଡାମ ଜଏନ୍ କରେଇଛନ୍ତି। ମୁଁ ଆପଣ ମାନଙ୍କ ପାଇଁ କି ସମ୍ପୂର୍ଣ୍ଣ ଅପରିଚିତ, ମତେ ସୁଯୋଗ ଦେଇଥିବାରୁ ମୁଁ ଆପଣ ମାନଙ୍କୁ ଧନ୍ୟବାଦ ଦଉଛି। ମୋ ନାଁଟା ତ ଆପଣ ଅଲରେଡି କହିସାରିଲେଣି, କୈଳାସ ଚନ୍ଦ୍ର ମହାପାତ୍ର ବୋଲି। ମୁଁ ହଉଛି ସତ୍ୟବାଦୀ କନଷ୍ଟିଟ୍ୟୁସନ କୁ ବିଲଙ୍ଗ କରେ। କଣାସ ବ୍ଲକ ର ନିପଟ ମଫସଲ ଗାଁ, ମୋ ଗାଁ ନାଁ ହଉଛି ଭାଟପଡା। ମତେ ବର୍ତ୍ତମାନ ହଉଛି, ମୋର ଜନ୍ମ ହଉଛି 1960 ମସିହାରେ, ମତେ ବର୍ତ୍ତମାନ 65 ବର୍ଷ ଚାଲୁଛି। ମୋ ଜନ୍ମ ଜାଗା ହଉଛି ରାମେଶ୍ୱର। ମୋ ମାମୁଙ୍କ ଘରେ ଜନ୍ମ ହେଇଥିଲି, ବାକି ମୋର ଶୈଶବ କୈଶୋର ସବୁ ମୋ ନିଜ ଗାଁ ଭାଟପଡା ଆଉ ତାରି ପରିବେଶରେ କଟିଛି। ଆପଣଙ୍କର ପ୍ରାଥମିକ ମାଧ୍ୟମିକ ଆଉ ଉଚ୍ଚ ପ୍ରାଥମିକ ଶିକ୍ଷା ଗୁଡାକ ସବୁ ମୋର ଗାଁରୁ। ଆଉ ମୁଁ ବେସିକାଲି ଗୋଟେ ସଂଗ୍ରାମୀ ପରିବାରକୁ ବିଲଙ୍ଗ କରେ। ମୋ ବାପା ଜଣେ ସଂଗ୍ରାମୀ ଥିଲେ, ଫ୍ରିଡମ ଫାଇଟର। ତାଙ୍କ ନାଁ ହଉଛି ସୋମନାଥ ମହାପାତ୍ର। ଏବେ ଜୀବିତ ନାହାନ୍ତି, 2000 ମସିହାରୁ ତାଙ୍କର ଦେହାନ୍ତ ହେଇଯାଇଛି। ତା ପରବର୍ତ୍ତୀ ବର୍ଷରେ ମଧ୍ୟ ମୋ ବୋଉ ଉମାରାଣୀ, ତାର ମଧ୍ୟ ଦେହାନ୍ତ ହେଇଯାଇଛି। ମୋର ଉଚ୍ଚ ଶିକ୍ଷା ହଉଛି ପୁରୀ ଆଉ ଭୁବନେଶ୍ୱରରେ। ପୁରୀରେ ଆମର ଗୋଟେ ଏଷ୍ଟାବ୍ଲିଶମେଣ୍ଟ ଥିଲା, ମୁଁ ନନା ବୋଉଙ୍କ ପାଖରେ ରହିକି ପାଠ ପଢୁଥିଲି SCS କଲେଜରେ, ସେଠୁ ବାଣୀ ବିହାର। ତାପରେ ମୋର ଶିକ୍ଷାଗତ ଯୋଗ୍ୟତା ହେଲା
मु मास्टर डिग्री इन इंग्लिश लिटरेचर आउ ता सहित जोड़ी होइकी अच्छे अनेक आउ क्वालिफिकेशन एलएलबी मध्य करिछि पीजीडीआईएम करिछि ता पाठ पढ़ा सरला परे मु किछि दिन मध्य अध्यापना इंग्राजी अध्यापक हिसाब रे काम करथिली किंतु से समय पारिपार्श्विक अवस्था और मोर परिवार अवस्था को देखी मु से जेहेतु सेटा थिला कथारे अछि माने हमर कोन छटंकार घोड़ा को नटंकार दाना से समय रे तेणु से प्राइवेट अध्यापना चाकरी छाड़ी किरी मु विभिन्न मल्टीनेशनल कंपनी रे काम करिछि टाटा पई काम करिछि श्रीराम पई काम करिछि महेंद्र पई काम करिछि एवं मोर बयस हवा पूर्व मध्य मोर पारिवारिक समस्या को लेकर मु वॉलंटरी रिटायरमेंट नहीं अनेक वर्ष है 2008 मसरू रिटायरमेंट नहीं जाइए मत जो 48 वर्ष मुझे बोधे यहाँ भगवान की इच्छा थिला जे मो कि चाकरी ठीक नुह कहार दासत्व ग्रहण करी कारण आम हूँ स्वाभिमानी परिवार रू आसीचु तेणु स्वाभिमान सहित बंचापी मु चाकरी की जलांजलि देकी मो परिवार एवं समाज की बर्तमान काम करुच्ची एटा हूँ मोर परिचय बाकी आपणकर स्मृति अनुभूति कथा कहले जीवन तो आपणकर बहुत स्मृति बहुत अनुभूति अच्छी आउ सेगुड़ाक ता भितर फिर गोटे आपणकर श्रेष्ठ बा गोटे विशेष अनुभूति संपर्क रे कहवा को हबो तथापि मु कहूची आपण ए जन्माष्टमी आपणकर भाद्रव मासरे प्राय जन्माष्टमी गाँ गहली रे पुरपल्ली रे सब जन्माष्टमी होय आम गाँ रे मध्य जन्माष्टमी खूब धूमधाम रे पालन होउथला मु सेई पिला बळर कथा कहूची मते सेतबळे मु षष्ठ श्रेणी पाठ पढुथली मते 11 वर्ष बयस बोधे हेइथिबो हां निश्चित 11 वर्ष बयस आम गाँ र बांछानिधि पट्टनायक से जने होचंती आजाद हिंद फौजर जने सैनिक सी किंतु जने कृष्ण भक्त तांको द्वारे सब बळे जन्माष्टमी पालन कर अच्छा आम बड़ भाई माने सहयोग करथिले तापर परे आमे परपीढ़ी हिसाब रे मध्य आमे से कार्य रे संश्लिष्ट हेलु जन्माष्टमी रे हमर सब काम थिला आमे बाड़ी बगीचा बा नई पोखरी बुली किरी सब फूल संग्रह करी किरी आनी किरी आपनकर माने सजेवा दायित्व हमर सेतबळे थिला मते बयस सेतबळे होची से 11 वर्ष बयस आमे सब संग साथी हेई किरी सेई एटा मोस्टली मु आपन कहूची एक्जेक्टली मु कहूची एटा होची 1971 मसिया र घटना मोर जन्म होची 1960 एटा 71 मसिया र घटना आमे सकाळू बड़ी भोरू मोर किछि सांग को सेई समवयस की सांग को नै कि आमे गलु आम गाँ पाखरे सब जो थाए दंडा नाळ बा जोर सेथुर कई फूल संग्रह करिया पे आमे गलु कई फूल आउ मो घरटा भी आपनकर दयानदी कूल रे आमे चिलिका कुड़िया तेणु पहरा रे मध्य मु उस्ताद भल पहरी पारे तेणु आउ बहुत स्पोर्टिव थाए साहसी मध्य मो पिला बेलू सेटा थिला मु बहुत स्पोर्टिव आउ साहसी तेणु मु प्रथमिक से पानी भितर पशिली गोटे जोर भितर पशिली जन्माष्टमी दिन सकाळू पाग खूब निर्मल थिला वर्षार जमा आशंका भी नथिला कौलिया खरा पानी रे मु पशिली से जो जोर से बहुत पानी किंतु आपनकर अकातकात पानी जोटा कहंती पाद आपनकर भुई रे लागिबनी मु पानी रे पशिची किछिटा फूल संग्रह करिची तार भितरे बाई चांस मोर कोन हेची से कोई नाड़ देहरे मोर गोड़टा केमती गुड़े ही गला पर मु चेष्टा करूची केमती निजको सिथुर मुकुळिबा पे किंतु मु मुकुळी करनी किंतु मु धीरे धीरे कोन होची पानी भितरे डुबीबा आरंभ कली एवं अणविश्वासी हेली ऊपर को हाथ ठारिकी साहाଯ୍य पाई कि अन्य सांग माने जो सब थिले ऊपरे से तांकर मशगुल रे से माने मस्त थिले खुशी गप करुले से जानते ये तो उस्ताद आकु तो साहसी पिला ये तो पशिची पानी भितर निश्चित भाव में कई फूल संग्रह करके आम दबा आम जीवा जाकि माल फल करके भगवान को संध्या बेले सजेवा किंतु आकंठ मुझे पानी प्राय 2-3 थर पी साराणी मु भावुची मोर बोधे आज प्राण ये चली जीव मु जमा मुकुड़ी पारुनी आपण
ମାନେ ବିଶ୍ୱାସ କରିବେନି ମୁଁ ପ୍ରାୟତଃ ଗୋଟେ ଚେତାଶୂନ୍ୟ ଅବସ୍ଥାକୁ ଆସିବା ଅବସ୍ଥାରେ କଣ କରିଛି ମୋର ବୋଧେ ମୁଁ ଭାବୁଛି ମତେ ଭଗବାନଙ୍କର କାହିଁକି ସେଇ କୃଷ୍ଣ ଭଗବାନଙ୍କର ରୂପଟା କାହିଁ ମତେ ଦେଖାଗଲା ସେତେବେଳେ। ମୁଁ ଭାବିଲି ମୋର ଆଜି ହେଉଛି ଶେଷ ଦିନ, ତୁମ ଇଚ୍ଛା ତୁମେ ପୂରଣ କର। ଆପଣ ବିଶ୍ୱାସ କରିବେନି ନିର୍ମଳ ଆକାଶ, ଖରା ପଡିଛି, ଆପଣଙ୍କର ହଠାତ୍ ଗୋଟେ ଆପଣଙ୍କର ବିଜୁଳି ମାରିଲା। ମୁଁ ଶୁଣିପାରିଛି ସେ ଶବ୍ଦ, ହଠାତ୍ ବିଜୁଳି ମାରିଛି ଏବଂ ସେ ପାଣିଟା ମଧ୍ୟ କରେଣ୍ଟ ହେଇଗଲା। ମୁଁ ଯୋଉ ଜ୍ୱର ଭିତରେ ପଶିଥିଲି ସେ ପାଣିଟା କରେଣ୍ଟ ହେଇଗଲା ପୁରା। ଏବଂ ତାରି ଭିତରେ ମୁଁ କଣ କରିଛି ଉପରକୁ କେମିତି ଆସିଛି ମୁଁ ଜାଣିନି, ବଟ୍ ସମହାଓ ମୁଁ ଭାବିଲି ଏଇଟା ହଉଛି ଭଗବାନଙ୍କର ମୋ ପ୍ରତି ବିଶେଷ ଅବଦାନ। ଆଉ ମୁଁ ଯାହା ହଉ ଜୀବନ ରକ୍ଷା କଲି। ଆଉ ସେ ମୁଁ କେବେ ଜୀବନରେ ନାସ୍ତିକ ନଥିଲି। ମୁଁ ଆସ୍ତିକତାରେ ମୋ ପରିବାର, ମୋ ବୋଉ, ମୋ ନନା ବା ଆମ ପରିବାର ସମସ୍ତେ ଆମେ ଆସ୍ତିକ। ଭଗବାନଙ୍କ ଉପରେ ଆମର ବିଶ୍ୱାସ ରହିଛି ଏବଂ ସେଇ ଭଗବାନ ମତେ ସେଦିନ ମଧ୍ୟ ଉଦ୍ଧାର କଲେ। ଆଉ ଗୋଟେ ଇନସିଡେଣ୍ଟ ମ୍ୟାଡାମ ମୁଁ କହିଦଉଛି, ଏଇଟା ଗୋଟେ ମୋର ଗୋଟେ ମେମୋରି ଭିତରେ। ମୁଁ ପୁରୀ କଲେଜରେ ପାଠ ପଢୁଥିଲା ବେଳେ ବୋଉ ନନାଙ୍କ ପାଖରେ ଆମର ଗୋଟେ ଏଷ୍ଟାବ୍ଲିଶମେଣ୍ଟ ପୁରୀରେ ଥାଏ। ବୋଉ ନନାଙ୍କ ପାଖରେ ମୁଁ ରହିକି ପାଠ ପଢୁଥିଲି, ଇଂରାଜୀ ଅନର୍ସ ନେଇକି ପାଠ ପଢୁଥାଏ। ବୋଉ ସବୁବେଳେ କହେ ଯେ ଆରେ ଟିକେ ଯାଉନୁ ମନ୍ଦିରକୁ, ଯାଉନୁ ଟିକେ ଭଗବାନଙ୍କୁ ମୁଣ୍ଡିଆ ମାରିକି ଆସିବୁ, ଜଗନ୍ନାଥଙ୍କୁ ଦର୍ଶନ କରିକି ଆସିବୁ, ସବୁବେଳେ କଣ ଘରଟାରେ ମୁହଁଟା ମାରିକି ବସିଛୁ, ବହି ଖାତା କଲମ ଧରିକିରି ବସିଛୁ, ଟିକେ ଯା, ମନ ଫୁର୍ତ୍ତି ହବ ଭଗବାନଙ୍କ ପାଖକୁ ଗଲେ। କିନ୍ତୁ ମୁଁ ତା କଥା ଶୁଣେନି। ମୁଁ କହିଲା ତୁ ତ ଯାଉଛୁ, ଆଉ ତୁ ତ ଯାଉଛୁ, ମୁଁ କାହିଁକି ଯିବି, କଣ ଭଗବାନଙ୍କୁ ଏଇଠି କଣ ଡାକି ହବନି, ମୁଁ ତାକୁ ଗାଲୁ ମାରିଦିଏ। କିନ୍ତୁ ମୋର ଗୋଟେ ଜନ୍ମଦିନ ହଉଛି ମୋର ବୈଶାଖ ମାସ ଶୁକ୍ଳ ଦଶମୀରେ ଜନ୍ମ। ମତେ କିନ୍ତୁ ସେଦିନ ସେ କହିଲା ଆଜି ଯାହା ହେଲେ ବି ତୁ ଯିବୁ ଆଉ ଯାଇକିରି ଜଗନ୍ନାଥଙ୍କୁ ଦର୍ଶନ କରିକି ଆସିବୁ ତୋ ଜନ୍ମଦିନରେ। ମୁଁ ସାଇକେଲ କଣ ଧରିକିରି ବୁଲି ବାଲିକିରି ଠିକ 5ଟା 5:30 ବେଳେ ଆସିକି ମୁଁ ଜଗନ୍ନାଥ ମନ୍ଦିରକୁ ଯାଇଛି। ସେତେବେଳେ ଏତେ ଭିଡ ନଥିଲା, ଖୋଲା ଦର୍ଶନ ମିଳୁଥିଲା। ମୁଁ ଯାଇକି ଯେତେବେଳେ ପ୍ରଭୁଙ୍କୁ ଦର୍ଶନ କରିଛି, 3 ଠାକୁର ବସିଛନ୍ତି, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ, ସମସ୍ତଙ୍କୁ ଦର୍ଶନ କରୁଛି ଏବଂ ହାତ ଟେକୁଛି, ମୁଣ୍ଡିଆ ମାରୁଛି। କିନ୍ତୁ ମୁଣ୍ଡିଆ ମାରିକି ଉଠିଲା ବେଳେ ଆସିକି ଆପଣ ଦେଖନ୍ତୁ ସଂଯୋଗ ବଶତଃ ମୋ ଆଗରେ ମୋ ବୋଉ ଠିଆ ହେଇଛି। ଆମେ କଥା ହେଇକି ଯାଇନଥିଲୁ, ମୁଁ ଯାଇଥିଲି ମୋ ବାଟରେ, ସିଏ ବି ଯାଇଛି, କିନ୍ତୁ ମୁଁ ଦେଖୁଛି ମୋ ବୋଉ ମୋ ପାଖରେ ଅଛି। ତେଣୁ ମୋର ସେଇଟା ଗୋଟେ ଅନୁଭୂତି ହେଲା ଯେ ଭଗବାନ 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 କେହି ନୁହନ୍ତି, ଭଗବାନ ହଉଛନ୍ତି ତୁମକୁ ଯିଏ ଜନ୍ମ ଦେଇଛନ୍ତି, ତୁମକୁ ଇଏ ପୃଥିବୀକି ଆଣିଛନ୍ତି, ସେଇ ହଉଛନ୍ତି ଆମର ପ୍ରକୃତ ଭଗବାନ। ଆଉ ଏଇ ଯୋଉ ଯୋଡେ ଜିନିଷ ଆପଣଙ୍କର ଯୋଉ ସଂଯୋଗ କଥା କହିଲେ, ସଂଯୋଗ ପରିବାର, ଆପଣଙ୍କର ମୁଁ ସେଦିନ କଇଁ ଫୁଲ ତୋଳିଲା ବେଳେ ମୁଁ ଉଦ୍ଧାର ପାଇଲି, ସେଇଟା ବି ଗୋଟେ ସଂଯୋଗ, ସମୟର ସଂଯୋଗ। ଆଉ ପୁରୀ ଜଗନ୍ନାଥ ମନ୍ଦିରକୁ ଯାଇକିରି ମହାପ୍ରଭୁଙ୍କୁ ଦର୍ଶନ କରିକିରି ମୁଣ୍ଡିଆ ମାରିକିରି ମୁଁ ଉଠିଲା ବେଳେ ମୋ ବୋଉକୁ ଦେଖୁଛି, ସେଇଟା ବି ହଉଛି ଗୋଟେ ସଂଯୋଗ। ତେଣୁ ମୁଁ ସଂଯୋଗ ପରିବାର ସହିତ ଯୋଡି ହେଇଛି। ଖୁବ ଖୁସି ଲାଗିଲା ଆପଣମାନଙ୍କ ସହିତ ମୋର ଭାବନାକୁ ଆଉ ମୋର ଯୋଉ ଅନୁଭୂତି କି ବାଣ୍ଟିଥିବାରୁ। କିନ୍ତୁ ମୋର ହବି ବାବଦରେ କହିନି। ମୁଁ ଟିକେ ଲେଖା ଲେଖି ପଢେ, କିନ୍ତୁ ମୁଁ ଆଇ ଏମ୍ ଏ ଭୋରାସିୟସ୍ ରିଡର। ମୁଁ ବହୁତ ପଢେ, ଘରେ ମୋର କିଛିଟା କଲେକ୍ସନ ଅଛି, ପ୍ଲସ୍ ବାହାରୁ କିଛି ବହି ମିଳିଲେ ମୁଁ ତାକୁ ଖୁବ ଆତ୍ମୀୟତାର ସହିତ ପଢେ। ଆଉ କମଳା ମ୍ୟାଡାମଙ୍କ ସହିତ ମଧ୍ୟ ମୋର ଏବେ ଖୁବ ମାନେ ଖୁବ କମ ଦିନର ପରିଚୟ। ଅବଶ୍ୟ ତାଙ୍କ ହଜବେଣ୍ଡଙ୍କ ସହିତ ମୋର ଅନେକ ଦିନର ପରିଚୟ, କିନ୍ତୁ ଆମେ ନିକଟରେ ରହୁଛୁ। ମୁଁ ତ ଏଇ ଖଣ୍ଡଗିରିରେ ରହୁଛି ଆଜ୍ଞା, ଭୁବନେଶ୍ୱର ଏଇ ଖଣ୍ଡଗିରି, ଆପଣଙ୍କର କୋଳଥିଆ ଗାଁ ପାଖରେ ବୃନ୍ଦାବନ ଗାର୍ଡେନ ହଉଛି ମୋ ଘର। ତା ଛଡା ମୁଁ ଆପଣଙ୍କର 2017 ମସିହାରେ ମୋ ଘର ପଛପଟେ ଗୋଟେ ଅବହେଳିତ ମନ୍ଦିର କୁ ମାନେ ତାର ତିଆରି କରିକି ପ୍ରାଣ ପ୍ରତିଷ୍ଠା କରିଛୁ। ମା ଭୁବନେଶ୍ୱରୀ ପୂଜା ପାଉଛନ୍ତି। ଆପଣମାନଙ୍କୁ ମଧ୍ୟ ଅନୁରୋଧ, ଯଦି ସମସ୍ତେ ଭୁବନେଶ୍ୱର ରହୁଛନ୍ତି କେତେବେଳେ ଆସିକିରି ଆପଣ ବୁଲିକି ଯାଆନ୍ତୁ, ଆମ ଘରେ ଚା ପିଇକି ମଧ୍ୟ ଯାଆନ୍ତୁ। ଆଉ ଆଉ କଣ କହିବି, ଆଉ ଠିକ ଅଛି। ଆଉ ଗୋଟେ କଥା ହଉଛି, ମତେ ଯେହେତୁ ମୁଁ ଟିକେ ଲେଖା ଲେଖି କରେ, ବଟ୍ ଆଇ ଏମ୍ ନଟ୍ ଏ ପ୍ରୋଫେସନାଲ ରାଇଟର। ମୁଁ ହଉଛି ସେ ବାଥରୁମ ସିଙ୍ଗର। ଆପଣଙ୍କ କମଳା ମ୍ୟାଡାମ ଯାହା କହିଲେ ସେଇଆ, ଏକ୍ଜାକ୍ଟଲି ସେଇଆ। ମୁଁ ପଢିବାକୁ ଭଲ ପାଏ। ତଥାପି ଆପଣଙ୍କର ଗତକାଲି ରାତିରେ ମୁଁ ଗୋଟେ ଛୋଟିଆ କବିତାଟେ ଲେଖିଦେଇଛି, ସେଟା ପଢିକି ଶୁଣେଇ ଦଉଛି ଆପଣଙ୍କୁ। ଗୋଟେ ଏଇ ଆପଣଙ୍କର ବୁଲା କୁକୁରକୁ ନେଇକିରି। ସେ ବୁଲା କୁକୁରର ନାଁ ହଉଛି ଶମ୍ଭୁ। ସେ ଶମ୍ଭୁ, କବିତାର ଶୀର୍ଷକ ହେଲା ଶମ୍ଭୁ। ଶମ୍ଭୁ ତୋ ରଡି ଶୁଭୁଥିଲା ସଦ୍ୟଜାତ କଅଁଳା ଛୁଆର ରଡି ପରି,
ତୁହାଇ ତୁହାଇ ମୋ ଘରର ଚାରିକାନ୍ଥ ଟପି। ଶମ୍ଭୁ ତୋ ରଡ଼ି ଶୁଭୁଥିଲା ସଦ୍ୟଜାତ କଅଁଳା ଛୁଆର ରଡ଼ି ପରି, ତୁହାଇ ତୁହାଇ ମୋ ଘରର ଚାରିକାନ୍ଥ ଟପି। ମୁଁ ଶୋଇଥିଲି ଗଜଦନ୍ତ ପଲଙ୍କରେ, ମୁଣ୍ଡ ମୋ ଶିମୁଳି ତକିଆ ପରେ, ଦେହେ ମୋ କାଶ୍ମୀର ଶାଲ, ଚାରିପାଖେ ରେଶମ ମଶାରୀ ମୋ ଝୁଲେ। ହେଲେ ତୁ ସବୁ ପୌଷର ହାଡ଼ଭଙ୍ଗା ଶୀତର କାକରେ, ମଣିଷ ମୁଁ ସ୍ୱାର୍ଥ ପାଇଁ ସତେ କଣ ଜନ୍ମ ମୋର, ସେଥିପାଇଁ ତୋ ବେକରେ ଲୁହାର ଜଞ୍ଜିର, ସଜାଇ ପ୍ରହରାଦାର ନରମ ସେଜରେ ମୁଁ ମାରେ ଗୁଞ୍ଜି। ସଜାଇ ପ୍ରହରାଦାର ନରମ ସେଜରେ ମୁଁ ମାରେ ଗୁଞ୍ଜି। ଜୟ ଜଗନ୍ନାଥ। ଏତିକି। थैंक यू मैडम। ଚମତ୍କାର କବିତା। ଧନ୍ୟବାଦ ସାର୍। ଗାଁରେ ଜନ୍ମାଷ୍ଟମୀ ପାଳନ କରିବା ସମୟରେ ଯାହା ଅନୁଭୂତି ହେଲା ତାହା ଆପଣ କେବେ ବି ଭୁଲି ପାରିବେନି। ଭଗବାନ ବଡ ଲୋକ। ଆପଣଙ୍କୁ ଆମେ ଏଠି ଦେଖି ଓ ଶୁଣି ପାରୁଛୁ, ସେ ଆପଣଙ୍କୁ ଆଉ ଥରେ ବି ଧନ୍ୟବାଦ। ଆଉ ଆପଣ ଯୋଉ କହିଲେ ଯେ ଭଗବାନ ଜଗନ୍ନାଥଙ୍କ ପାଖକୁ ଯାଇ ଆପଣଙ୍କ ବୋଉକୁ ଦେଖି ପାରିଛନ୍ତି, ସେଟା ଆପଣଙ୍କ ମନର କଥା ଭଗବାନ ଜଗନ୍ନାଥ ଜାଣି ପାରିଛନ୍ତି। ସେଥିପାଇଁ ଆପଣ ସେଇଟାକୁ ଫିଲ୍ କଲେ ଯେ ଆପଣଙ୍କ ମା ଆପଣଙ୍କ ପାଖେ ଅଛନ୍ତି। ଆଉ ଆପଣଙ୍କ କବିତା ବହୁତ ବଢିଆ ହେଇଥିଲା, ବହୁତ ଖୁସି ଲାଗିଲା। ଆଉ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଅପା ମୁଁ ଟିକେ କହିବି ସାର୍ଙ୍କୁ, ବହୁତ ଭଲ ଲାଗିଲା ତାଙ୍କର କବିତାଟା। ଖାଲି ମୋର ଗୋଟେ ଅନୁରୋଧ, ଏ କୁକୁର ନାଁଟାକୁ ଶମ୍ଭୁ ଚେଞ୍ଜ କରିଦିଅନ୍ତୁ। ଆଉ ଯଦି କୁକୁର ନାଁଟାକୁ ଶମ୍ଭୁ ମହାଦେବ ଜଗନ୍ନାଥ କହିବା କାହିଁକି ଭଲ ଲାଗୁନାହିଁ, ଆଉ ସବୁ ବଢିଆ, ଏ ନାଁଟା ଚେଞ୍ଜ କରିଦେଲେ ଆଉ ଟିକେ ବଢିଆ। ଆଚ୍ଛା ଠିକ ଅଛି। ଓକେ, ଆପଣ ତ କହିଲେ ସେ କରିଦେବେ ଆଉ। ଆଚ୍ଛା, ବର୍ତ୍ତମାନ ଆମେ ଆଜିର କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛୁ। ଆପଣ ମାନେ ଏଇ 5 ଜଣ ପ୍ରତିଭା ବ୍ୟକ୍ତିଙ୍କୁ ଶୁଣିଲେ। ଆପଣ ମାନେ ମୋ ସହିତ ନିଶ୍ଚିତ ପକ୍ଷେ ସହମତ ହେବେ ଯେ ଏହି ପ୍ରତିଭାଶାଳୀ ନବାଗତ 5 ଜଣ ସଭ୍ୟ ସଭ୍ୟା ଆମ ସହଯୋଗକୁ ଆହୁରି ଶୀର୍ଷକୁ ପହଞ୍ଚେଇବାରେ ପୂର୍ଣ୍ଣ ସହଯୋଗ କରିବେ। ମୁଁ ଏଠି କହି ରଖେ ଯେ ଡକ୍ଟର ହରପ୍ରସନ୍ନ ଦାସଙ୍କ ସାଧନା, ପ୍ରେରଣା, ପ୍ରଚେଷ୍ଟା ଓ ସଂଯୋଗର ମୁଖ୍ୟ ପରିଚାଳକ ଶ୍ରୀ ରାଜକୁମାର ସୁତାରଙ୍କ କଠିନ ପରିଶ୍ରମ ଓ ଅନୁଶାସନ ଓ ଶ୍ରୀ ବିଭୂତି ଭୂଷଣ ପାଣିଗ୍ରାହୀଙ୍କ ୱେବିନାର ପ୍ରସ୍ତୁତ କରିବାର ଦକ୍ଷତା ଉଚ୍ଚ ପ୍ରଶଂସନୀୟ। ମତେ ଆଜିର କାର୍ଯ୍ୟକ୍ରମକୁ ସଞ୍ଚାଳନ କରିବାର ଦାୟିତ୍ୱ ଦେଇ ପ୍ରଦାନ କରିଥିବାରୁ ମୁଁ ରାଜକୁମାର ସୁତାର ଭାଇଙ୍କୁ ମୋର କୃତଜ୍ଞତା ଜ୍ଞାପନ କରୁଛି। ସଞ୍ଚାଳନ କରିବାରେ ମୋର କୌଣସି ପ୍ରକାର ତ୍ରୁଟି ଥିଲେ ମତେ କ୍ଷମା କରିବେ। ବର୍ତ୍ତମାନ ମୁଁ ଶ୍ରୀ ଗୋପାଳ ବିଷୋଇ ଭାଇଙ୍କୁ ଅନୁରୋଧ କରୁଛି, ସେ ଆଜିର କାର୍ଯ୍ୟକ୍ରମକୁ ଧନ୍ୟବାଦ ଅର୍ପଣ ସହ ସମାପନ କରିବେ। ଆପଣ ସମସ୍ତଙ୍କୁ ମୋର ପୁଣି ଥରେ ପ୍ରଣାମ। ଜୟ ଜଗନ୍ନାଥ। ଶ୍ରୀ ଗୋପାଳ ବିଷୋଇ ଭାଇ। ସମସ୍ତଙ୍କୁ ପ୍ରଣାମ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଶୁଣି ପାରୁଛନ୍ତି? ଆଜ୍ଞା ଶୁଣି ପାରୁଛୁ। ଆଜ୍ଞା ଆଜ୍ଞା ଡିଷ୍ଟର୍ବ ହଉଛି। ଆଜ୍ଞା। ଆଜିର ଏଇ ୱେବିନାର ଅଛି ଅଭୁଲା ସ୍ମୃତିକୁ ନେଇ। ମୁଁ ପ୍ରଥମେ ସଂଯୋଗର ସ୍ରଷ୍ଟା ହର ଭାଇ, ସୁତାର ଭାଇ, ବିଭୂତି ଭାଇଙ୍କୁ ଧନ୍ୟବାଦ ଦଉଛି। ମତେ ଏଥିରେ ସମାପନ ଦାୟିତ୍ୱ ଦେଇଛନ୍ତି, ମୁଁ ସେଥିପାଇଁ ଧନ୍ୟବାଦ ଦଉଛି। ପ୍ରକୃତରେ ମୋର ମନେ ପଡୁଛି, ମୁଁ ସମସ୍ତଙ୍କୁ ମନେ ପକେଇ ଦେବାକୁ ଚାହୁଁଛି, ଆମର ସଂଯୋଗ ଗ୍ରୁପ ସୃଷ୍ଟି ହେଇଛି ଏକ ଅଭୁଲା ସ୍ମୃତିରୁ। ସେ ସ୍ମୃତିଟା କଣ? କରୋନା ସମୟରେ ଯେତେବେଳେ ସମସ୍ତେ ଘରେ ଗୃହବନ୍ଦୀ ହେଇ ବସିଲେ, ବହୁତ ଡର, ମାନସିକ ଦୁଶ୍ଚିନ୍ତା ଭିତରେ ଥିଲେ, ସେତେବେଳେ ହର ଭାଇଙ୍କର, ସୁତାର ଭାଇ
ଏ ଯୋଉ ଆସିଲା ସମସ୍ତଙ୍କୁ ସାହାଯ୍ୟ କରିବା, ସମସ୍ତଙ୍କୁ ମନରେ ସାହସ ଦବା, ଏଇଥିପାଇଁ ଲାଇନ୍ ୱେବିନାର ମାଧ୍ୟମରେ ସମସ୍ତଙ୍କୁ ଯୋଡ଼ିଲେ, ସମସ୍ତଙ୍କୁ ସାହସ ଧୈର୍ଯ୍ୟ ଦେଲେ, ସେଟା କେହି ଆମେ ଭୁଲି ପାରିବୁନି। ଯେତେ ଧନ୍ୟବାଦ ଦେଲେ, ଯେତେ କୃତଜ୍ଞତା ଜଣେ, ତାର ଶେଷ ହବ ନାହିଁ। ପ୍ରକୃତରେ ସେଇ ଦିନ ଠାରୁ ସଂଯୋଗ ଅନବରତ ଭାବରେ ୱେବିନାର ମାନ କରିଚାଲିଛି। ଆପଣ ମାନେ ସମସ୍ତେ ଜାଣିଛନ୍ତି ଆମର ସଂଯୋଗ ଗ୍ରୁପର ଲକ୍ଷ୍ୟ ରଖା ହେଇଥିଲା, it is a forum of like-minded senior citizens to create an intimate bonding among themselves, make best use of their talent, ବୁଝନ୍ତୁ, ଏବଂ enrich each other with knowledge and skills। ଏଇ ଯୋଉ ଉଦ୍ଦେଶ୍ୟ ରଖି ଗଢା ହେଇଥିଲା, ସେଥିରେ ଶତକଡା 100% ସଫଳ ହେଇଛୁ। ସମସ୍ତ ଲକ୍ଷ୍ୟ ପୂରଣ ହେଇଛି। ଆମେ ରେଗୁଲାର ପିରିୟଡିକ ଫ୍ରିକ୍ୱେଣ୍ଟ ୱେବିନାର ମାନ ଚାଲିଛୁ। ଆଜିର ୱେବିନାରଟା 77ତମ 177 ତମ ୱେବିନାର ହେଇଛି। ୱେବିନାର ଆମେ ଯୋଉ କରୁଛୁ, ସେଥିରେ କେବଳ ଇନହାଉସ୍ ମେମ୍ବର୍ସ, ଇନହାଉସ୍ ଟ୍ୟାଲେଣ୍ଟସ୍ ମାନଙ୍କୁ ମ୍ୟାକ୍ସିମମ୍ ୟୁଜ୍ କରୁଛୁ। ବହୁତ କମ ସମୟରେ ଗେଷ୍ଟ ଫ୍ୟାକଲ୍ଟି ଡାକିଥାଉ। ତେଣୁ ଏ ଆମର ମିଶନ ଥିଲା ଏନରିଚ୍ ଇଚ୍ ଅଦର ଟ୍ୟାଲେଣ୍ଟସ୍। ଆମ ଭିତରେ ଯୋଉ ଟ୍ୟାଲେଣ୍ଟ ଅଛି ତାକୁ ଏନରିଚ୍ କରିବା, ସେଥିରେ ପ୍ରକୃତରେ ଆମେ ବହୁତ ସଫଳ ହେଇ। ତେଣୁ ସଂଯୋଗର ସ୍ରଷ୍ଟା କର୍ମକର୍ତ୍ତା ସମସ୍ତଙ୍କୁ ଧନ୍ୟବାଦ ଦଉଛି। ଯେହେତୁ ସଂଯୋଗ ଯୋଉ ଲକ୍ଷ୍ୟ ନେଇ କରାହେଇଥିଲା, ସେଥିରେ ଆମେ ସକ୍ସେସ ହେଇଛୁ, ସେଥିପାଇଁ ଧନ୍ୟବାଦ ଦେଲି। ଆଜି ଏ ଯୋଉ 5 ଜଣ ସଭ୍ୟା ଏଇ ଅଭୁଲା ସ୍ମୃତି ବଖାଣିଲେ ଏବଂ ସେଥିରୁ ଅନ୍ୟମାନଙ୍କୁ କିଛି ଶିଖିବାର ସୁଯୋଗ ଦେଲେ, ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦଉଛି। ଆମର ସବୁବେଳେ ଟେକ୍ନିକାଲ ସପୋର୍ଟ ସସ୍ମିତା କରି ଆସିଥାନ୍ତି, ତାଙ୍କୁ ବହୁତ ଧନ୍ୟବାଦ ଦଉଛି। ପ୍ରକୃତରେ ଆମେ ଚିନ୍ତା କରିବା କଥା, ଆମର ଶେଷ ନାହିଁ। ଜୀବନର ସମସ୍ତ ଶିକ୍ଷା ଓ ଅଭିଜ୍ଞତାକୁ ଲଗେଇ ବାକି ଜୀବନ ଆନନ୍ଦରେ କଟାଇବା ସମସ୍ତଙ୍କର ଲକ୍ଷ୍ୟ ରହିଛି। ଏଇ ଲକ୍ଷ୍ୟରେ ଏ ଯୋଉ ମୋ ଜୀବନର ନିଶ୍ଚୟ ସାହାଯ୍ୟ କରିବ। ଆପଣ ମାନେ ଖୁସି ହେବେ। ଏଭଳିଆ କଳ୍ପନା ଆମର ଏଇ ସଂଯୋଗ ଗ୍ରୁପଟା ଗୋଟେ ୟୁନିକ୍। ଏଭଳିଆ କାର୍ଯ୍ୟକ୍ରମ ଅନ୍ୟ କୌଣସି ଗ୍ରୁପ ହୁଏନି। ଫିଲ୍ ପ୍ରାଉଡ ଦ୍ୟାଟ୍ ଏଇ ଗ୍ରୁପ ପାଇଁ। ସୋ वी आर ସ୍ପେଶାଲ, वी आर ୟୁନିକ୍। ତେଣୁ ଏଭଳିଆ ଗ୍ରୁପରେ ଆମେ ସମସ୍ତେ ରହିଛେ, ସମସ୍ତେ ସମସ୍ତଙ୍କୁ ଶିଖଉଛେ, ହସ ଖୁସିରେ ଅଛେ, କନେକ୍ଟେଡ ଅଛେ। ସମସ୍ତଙ୍କୁ ଧନ୍ୟବାଦ ଦଉଛି। ଆଜିର ୱେବିନାର ଅତି ସୁନ୍ଦର ଭାବରେ ଜସ୍ମିତା ମ୍ୟାଡାମ ପରିଚାଳନା କଲେ, ତାଙ୍କୁ ବହୁତ ଧନ୍ୟବାଦ ଦଉଛି। ସମସ୍ତେ ଯୋଉମାନେ ଭାଗ ନେଲେ ସମସ୍ତଙ୍କୁ ଧନ୍ୟବାଦ ଦଉଛି ଏବଂ ଜୟ ଜଗନ୍ନାଥ। ସମସ୍ତେ ଖୁସିରେ ରହନ୍ତୁ, ଆନନ୍ଦରେ ରହନ୍ତୁ। ଶେଷରେ ଗୋପାଳ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ। ବହୁତ ସୁନ୍ଦର ଭାବରେ ଆମର ସଂଯୋଗର ଲକ୍ଷ୍ୟ ଆଉ ସଂଯୋଗ କେମିତି ବର୍ତ୍ତମାନ ସୁଦ୍ଧା ଅଗ୍ରସର କରିଛି, ଆଉ ସମସ୍ତେ କେମିତି ଆମେ ପରସ୍ପର ସହିତ ବାନ୍ଧିକି ରହିଛେ, ତା ଭିତରେ ସୁନ୍ଦର ଭାବରେ ସୂଚନା ଦେଲେ ଗୋପାଳ ଭାଇ, ବହୁତ ବହୁତ ଧନ୍ୟବାଦ। ଆଉ ମୁଁ ଗୋଟେ ସୂଚନା ଦେବି, ଆସନ୍ତା 26 ତାରିଖ ଦିନ ଆମର ଆଉ ଗୋଟିଏ ୱେବିନାର ହବ, ଅତି ଉପାଦେୟ ୱେବିନାର। ସେଟା ସଂଯୋଗ ଆଉ ରୋଟାରୀ ଇ କ୍ଲବ ଅଫ ମହୋଦଧି ତାଙ୍କର ମିଳିତ ଉଦ୍ୟମରେ ଏଇଟା ହଉଛି। ଆମେ ଗୋଟେ ସ୍ୱାସ୍ଥ୍ୟ ଭିତ୍ତିକ ବିଷୟ ରଖିଛୁ, ଷ୍ଟ୍ରୋକ୍ ସିମ୍ପଟମ୍ସ ଆଣ୍ଡ ପ୍ରିଭେନ୍ସନ୍। ଜଣେ ନ୍ୟୁରୋଲୋଜିଷ୍ଟ, ଜଣେ ଲୋକପ୍ରିୟ ନ୍ୟୁରୋଲୋଜିଷ୍ଟ ତା ବିଷୟରେ କହିବେ ଯେତେ ପ୍ରକାର ଷ୍ଟ୍ରୋକ୍ ଅଛି, ବ୍ରେନ୍ ଷ୍ଟ୍ରୋକ୍, ହାର୍ଟ ଷ୍ଟ୍ରୋକ୍, ଯେତେ ପ୍ରକାର ଷ୍ଟ୍ରୋକ୍ ଅଛି, ଆଉ ତାର ଲକ୍ଷଣ କ'ଣ, ଆଉ ତାକୁ କେମିତି ଆମେ ଦୂରେଇ ପାରିବା, ସେଥିରୁ ରକ୍ଷା ପାଇପାରିବା, ତା ବିଷୟରେ ଅଛି। ଅତି ଉପାଦେୟ ବିଷୟ। ଆଉ ସମୟ କିନ୍ତୁ ରଖାଯାଇଛି 6ଟା 30 ମିନିଟ୍ ସନ୍ଧ୍ୟାବେଳେ।
ଆଉ ତାର ଆଜି ବି ପଡ଼ି ଯାଇଛି ଗ୍ରୁପରେ, ଗତକାଲି ପଡ଼ିଛି ଗ୍ରୁପରେ, ତାର ଫ୍ଲାୟାରଟା ପଡ଼ିଛି। ପୁଣି ଆସନ୍ତାକାଲି ବି ପଡ଼ିବ। ଆଉ ଆପଣମାନେ ସମସ୍ତେ ଯୋଗଦାନ ଦେବେ। ଆଉ ସମସ୍ତଙ୍କୁ ଆଉଥରେ ନମସ୍କାର ଆଉ ବହୁତ ବହୁତ ଧନ୍ୟବାଦ। ଆଉ ବର୍ତ୍ତମାନ ସ୍କ୍ରିନରୁ ବିଦାୟ ନେବା। ନିଜେ ନିଜେ କ୍ୱିଟ୍ କରି ଯାଆନ୍ତୁ। ଆମର ସୁସ୍ମିତା ମ୍ୟାଡମ୍ ଜଣିରେ ଅଛନ୍ତି, ଥାଇକିରି ସେ ୟାକୁ ଖୋଲିକି ଯାଇଥିଲେ। ବର୍ତ୍ତମାନ ଦେଖେ ମୁଁ କଣ କେମିତି କରିହବ ହବ। ହଁ ଆସିଗଲା ଆସିଗଲା।